जय श्री राम। दर्शक बंधु, आज आमे माने पढ़िबा सुंदरकांड। श्री गणेशाय नमः। ओं नमः शिवाय। नीलांबुज श्यामल कमलांसिता समारोपितवाम भागम पाणौ महासायक चारुचाफ नमामि रामं रघुवंशनाथं कर्पूरगौरं करुणावतारं संसारसारं भुजगेन्द्रहारं सदा वसन्तं हृदयारविन्दे भवं भवानी सहितं नमामि। वन्दे जगतईश्वर बाणकदण्डवेनिकर नमस्ते प्रभु सुरु गुरु हे दयामय कल्पतरु नमयि नररूपहरि नमस्ते रघुकुल सिरि ब्रह्मा शिव शेष वन्दित देवदान्त गाये जाचरित चिन्मय शान्ति प्रदायक अनघ सुरपालक नमस्ते भूप चूड़ामणि तोर श्री चरणे प्रणमी प्रणमे तोर श्री चरण सुदया कर दिन जने अन्य वासना अंत चित्ते मोहर नाही कदाचिते जानत सबुरी अंतर रहिछि पुरी सर्वठार निर्भर भक्ति केवल सदा मोरहु पादे तोर जयतु जय भावग्राही करतु कृपा दया बही नमस्ते रघुकुलमणि चरणे नमामि नमामि वन्दे पवन नंदन ज्ञानीक मध्ये अग्रगण्य तनु कनक शैलसम जयतुलित बलदाम दनुज वनर नळ गलारे सहे मुक्ता माळ सर्वगुण रे गुणवान श्रीराम भक्त प्रधान श्री रघुनाथंक चरण सेवारे सदा जार मन बानर कुलर मुकुता पवन जहाँकर पिता से भक्त राजांक चरण वन्दे अमीय धम सुंदराकांड कथा मान कहिकी पारिब धम जेबे से राम दया करी बसिबे हृदय मोहरी श्रीराम दया करे जारे से प्राणी भव सिंधु तरे हृदय राघव पद वंदे कहिबी नवाक्षरी छंदे श्रीराम राम जय राम संकट हर हनुमान जाम्बवंतंक वाणी शुणी हरषि उठिला पावनी बोलई रही था भाई एठारे मोर बाट चाही खाइन फल कंद मूल दुखरे रही सिंधु कूल देखी मु बेगे आसे भाई सीतांक चरण को जाई आज हर्षई मोर मन निश्चय हेब सिद्धि जान सभिंक चरणे प्रणमी चलिला स्मरी रघुमणि सिंधु तटे थिला कुभूधर नाम जे ताहार सुंदर
ଡେଇଣ କୌତୁକେ ଗଲା ତାହାର ଉପରେ ଚଢ଼ିଲା। ଶ୍ରୀରାମ ନାମ ବାରମ୍ବାର ଅନ୍ତରେ ସୁମରି ସାଦର। ଉଲ୍ଲାସ ଅନ୍ତରେ ସେ ବଳି ଡେଇଣ ହନୁ ଗଲା ଚଳି। ଯେ ଗିରି ପରେ ପାଦ ଥିଲା ତୁରନ୍ତ ପାତାଳେ ପଶିଲା। ଡେଇଣ ହନୁ ଚଳେ ଖରେ ଅମଘ ସମଗତି କରେ। ଶ୍ରୀରାମ ଦୂତ ଯିବା ଦେଖି ମୈନାକେ ସିନ୍ଧୁ କହେ ଡାକି। ଯାଅରେ ମୈନାକ ଭୂଧର ସହାୟ ହୁଅ ତୁମାର୍ଗର। ସିନ୍ଧୁ ଆଜ୍ଞାକୁ ଧରି ଶିରେ ମୈନାକ ଚଳେ ଖରତରେ। ଯାଇଣ ମୈନାକ ପର୍ବତ ମାର୍ଗରେ ଉଠିଲା ତୁରିତ। ତନୁ ପୁଲକଇ ତାହାରେ ପ୍ରଣମେ ଯୋଡ଼ିବେନି କରେ। ବୋଲଇ ବାୟୁ ସୁତେ ସେହି ବିଶ୍ରାମ ଏଠି ନେବା ପାଇଁ। ଶୋକରେ ତାହାଙ୍କୁ ପରସି ହନୁ ପ୍ରଣମି କହେ ବସି। ରାମ କାର୍ଯ୍ୟ ସିଦ୍ଧି ନହିଲେ ବିଶ୍ରାମ ନେବି ନାହିଁ ଭଲେ। ଏତେ କହିଣ ହନୁମାନ ଚଳିଲେ ପବନ ସମାନ। ନିରେଖି ପବନ କୁମାର ଦେବାନ୍ତି ଚିନ୍ତନ୍ତି ମନର। ପରଖି ବଳ ବୁଦ୍ଧି ଜ୍ଞାନ କରିବା ବିଚାରନ୍ତି ମନ। ସୁରସା ନାମ ନାଗ ମାତା ତାକୁ ପଠାଇଲେ ଦେବତା। ମାର୍ଗରେ ଭେଟିଲା ପାବନି ସୁରସା ହସି କହେ ବାଣୀ। ଦେବତା ଦେଲେ ଟି ଆହାର ଆଜ ମେଣ୍ଟିବ କ୍ଷୁଧା ମୋର। ଶୁଣିଣ ସୁରସା ବଚନ ଉତ୍ତର କହେ ହନୁମାନ। ମୋ ପ୍ରଭୁ ରାମ କାର୍ଯ୍ୟ ସାରି ମାତା ମୁଁ ବେଗେ ଆସେ ଫେରି। ନେଇଣ ସୀତାଙ୍କ ସନ୍ଦେଶ ଜଣାଇ କରି ପ୍ରଭୁ ପାଶ। ଆସି ମୁଁ ହେବି ତ ଆହାର ଛାଡ଼ ମୋ କାର୍ଯ୍ୟ ଗୁରୁତର। ଯେତେ କହିଲେ ନ ଛାଡ଼ଇ ସୁରସା ପଥ ଗାଳଇ। କହଇ ହନୁ ଖାଅ ଏବେ କ୍ଷୁଧାର୍ଥ ମେଣ୍ଟି ଯିବ ଯେବେ। ହନୁର ଏହି ବାଣୀ ଶୁଣି ତୁଣ୍ଡ ବିସ୍ତାରିଲା ନାଗୁଣୀ। ଯୋଜନ ଭରି ବିସ୍ତାରିଲା ଅତି ଭୟଙ୍କର ଦିଶିଲା। ସୂକ୍ଷ୍ମ ରୂପରେ ସେ ପ୍ରକଟି ହନୁ ପ୍ରବେଶୀ ତାର ପାଟି। ମୁଖେ ତା ପଶି ବାହାରିଲା ବାହାରେ ଆସି ଉଭା ହେଲା। ତା ପାଦେ ଶିର ନତ କରି ବିଦାୟ ମାଗେ କର ଯୋଡ଼ି। ହନୁକୁ ସୁରସା କହିଲେ ଦେବତା ମୋତେ ପଠାଇଲେ। ଶୁଣ ତୁ ଆରେ ମହାବୀର କଳିଲି ବୁଦ୍ଧି ବଳ ତୋର। ସୁରସା ଆଶୀର୍ବାଦ ଦେଲେ କାର୍ଯ୍ୟ ତ ସିଦ୍ଧି ହେବ ବୋଲେ। ସୁରସା ଚଳିଲା ସ୍ୱପୁରେ ହର୍ଷରେ କପି ଯାଏ ଖରେ। ସିନ୍ଧୁ ମଧ୍ୟରେ ଥିଲା ରହି ସିଂହିକା ରାହୁ ମାତା ସେହି। ପକ୍ଷୀଙ୍କୁ କରଇ ଆହାର ମାୟା କରି ସେ ନିଶାଚର। ଗଗନେ ଯାନ୍ତି ଯେହୁ ଉଡ଼ି
ସିନ୍ଧୁରେ ଛାୟା ଯାଏ ପଡ଼ି, ଧରିଣ ସେ ଛାୟାକୁ ରକ୍ଷ, ତତକ୍ଷଣେ ଜୀବ କରେ ଭକ୍ଷ। ଏପରି ଆହାର ସେ ଖାଇ, ସିନ୍ଧୁରେ ସୁଖେ ରହେ ସେହି। ହନୁରେ ମାୟା ପ୍ରକଟିଲା, କପଟ କପି ବୁଝି ନେଲା। ରାମଙ୍କୁ ସ୍ମରି ତାକୁ ମାରି, ହନୁ ହୋଇଲା ସିନ୍ଧୁ ପାରି। ସେ ପ୍ରଭୁ ଯାରେ ଦୟା କରେ, ସେ ଭବ ସିନ୍ଧୁ ହେଳେ ତରେ। ସ୍ଥିର ମତିରେ ପାରି ହୋଇ, ଲଙ୍କାରେ ପ୍ରବେଶିଲା ଯାଇ। କୂଳରେ ଯାଇ ଦେଖେ ସେହି, ଉପବନତା ମନ ମୋହି। ଅବିରତରେ ପୁଷ୍ପଠାରେ, ଭ୍ରମର ଗୁଞ୍ଜରଣ କରେ। ତରୁ ଭରିଛି ପୁଷ୍ପ ଫଳେ, ଖଗ ମୃଗ ଯେ ମନୋହରେ। ଅଗ୍ରତେ ଦେଖିଲା କଶୈଳ, ବିଶାଳ ଅତୀବ ସୁନ୍ଦର। ନିର୍ଭୟେ ଚଢ଼ିଲା ତାପରେ, ହୃଦୟେ ସ୍ମରି ରଘୁବୀରେ। ଜୟତୁ ରାମ ଦୟାମୟ, ହରଣ କର ଭବ ଭୟ। ତର ଶ୍ରୀ ଚରଣେ ଭକତି, ରହୁଏ ଅଧମର ମତି। ଶ୍ରୀ ଶଙ୍କର ଉବାଚ। ଶଙ୍କର କହନ୍ତି ଗୌମା ନାହିଁ ଏଥି କପି ବଢ଼ିମା। ପ୍ରଭୁଙ୍କ ପ୍ରତାପ ବଳରେ କାଳ ଯାହାକୁ ଦେଖି ଡରେ। ଗିରିର ପରେ ଚଢ଼ି ବୀର ନିରଖଇ ସେ ଲଙ୍କାପୁର। କହି ନୁହଁଇ ଦୁର୍ଗ ଶୋଭାଧିଶଇ ଅତି ମନଲୋଭା। ଅଟ୍ଟାଳିକା ସହ ପ୍ରାଚେରୀ ସିନ୍ଧୁ ଅଛଇ ତାକୁ ଘେରି। ସ୍ୱର୍ଣ୍ଣ କଳସ ଶୋଭା ପାଏ ମନ ନୟନ ହରି ନିଏ। କନକ ମଣିରେ ଜଡ଼ିତ ସୁନ୍ଦର ତର ସେ ବିସ୍ତୃତ। ପିପଣି ବାଣ ବାଟ ମନୋହର ଚୌଛକି ସୁରଙ୍ଗ ସେ ପୁର। ଗଜ ଖଚର ନୋହେ ଗଣି ରଥାଦି ପଦାତିକ ପୁଣି। ବହୁ ରୂପ ବଳ ମଣ୍ଡିତ ରାକ୍ଷସ ସେନାରେ ଫୁଲିତ। ବଗିଚା ବାମ୍ଫି ସରବନ କୂପ ଯେ ଭରା ଉପବନ। ଗନ୍ଧର୍ବ ନର ନାଗ ସୁର ରୂପସୀ ମୁନି ମନୋହର। ଲଢ଼ୁଆ ଲଢ଼ନ୍ତି କୌଶଳେ ଏକେ ଆରେ କୁମଲ କୂଳେ। ଗଢ଼ନ୍ତି ରହି ଶୈଳ ସମ ଏକକୁ ଏକ ବଳିୟାନ। ବିକଟ କୋଟି ବୀର ସରି ବୁଲି ସେ ରଖନ୍ତି ନଗରୀ। କାହିଁ ଭକ୍ଷେ ଦୈତ୍ୟ ମହିଷ ଧେନୁ ଅଜଗର ମନୁଷ୍ୟ। ବିଭତ୍ସ କାଣ୍ଡ ବର୍ଣ୍ଣି କରି ସଂକ୍ଷେପ କଲି ମୁଁ ବିଚାରି। ଶ୍ରୀରାମ ସାୟକ ପ୍ରହାର ପାଇଣ ଦେବେ ହେବେ ଭବୁ ପାର। ସାୟକ ତୀର୍ଥେ ତେଜି ତନୁ ଉଦ୍ଧାର ହେବେ ରକ୍ଷ ଜନ୍ମ। ବହୁତ ରଖିଆଳପୁର ଦେଖିଣ ବିଚାରଇ ବୀର। ମଶା ସମାନ ରୂପ ହୋଇ ପଶିବି ବିଚାର କରଇ। ରଜନୀ ଆଗତ ହୋଇଲା ମଶକ ସମରୂପ ନେଲା। ହୃଦେ ସୁମରି ନର ହରି ପ୍ରବେଶ ହେଲା ଲଙ୍କାପୁରୀ। ଲଙ୍କିନୀ ନାମେ ନିଶାଚରୀ ଲଙ୍କାର ଅଟେ ରକ୍ଷାକାରୀ। ବୋଇଲା ମୋତେ ନ ପଚାରି ଶଠ ଯାଉଛୁ ଲଙ୍କାପୁରୀ। ଶଠ ମୋ ପ୍ରତାପ ନ ଜାଣୁ ଖାଇବି ମୁହିଁ ତୋତେ ଏଣୁ। ଲଙ୍କାରେ ଚୋର ଲାଗେ ଯେତେ ଖୋଜି ମୁଁ ଖାଏ ତାକୁ ତେତେ। ଶୁଣିନ ଲଙ୍କିନୀ ବଚନ ମୁଥା ମାଇଲେ ହନୁମାନ। ମୁଖରୁ ବହିଲା ରୁଧିର ଲୋଟିଲା ସେ ଯାଇ ଭୂମିର। ଧୈର୍ଯ୍ୟ ଧରି ସେ ଉଠିଲା ବିନୟେ ବଚନ ବୋଇଲା। କହଇ ଯୋଡ଼ିବେନି ପାଣି ଶୁଣନ୍ତୁ କପି ଶିରୋମଣି। ଲଙ୍କା ଦେବୀ ଉବାଚ। ରାବଣେ ବ୍ରହ୍ମା ଦେଲେ ବର କହିଲେ ମୋତେ ସମାଚାର। କପି ମାଡ଼େ ବିକଳ ହେବୁ କାଳ ପୁରିଲା ତୁ ଜାଣିବୁ। ଜାଣିବୁ ପୁରିଲା ଆୟୁଷ ମରିବେ ସକଳ ରାକ୍ଷସ। ମୋହର ବଡ଼ ପୁଣ୍ୟ ତାତ ଦେଖିଲି ଏବେ ରାମଦୂତ। ନେତ୍ର ପବିତ୍ର ହେଲା ମୋର ଅନେକ ସୌଭାଗ୍ୟ ଫଳ। ସ୍ୱର୍ଗ ଅପବର୍ଗର ସୁଖ ରଖ ତୁଳାର ଏକ ପାଖ। ଏସବୁ ମିଶି ଯାହା ହୁଏ ସେ ସାଧି ସଙ୍ଗେ ସରି ନୁହେଁ। ସଂସାରରେ ସର୍ବ ଅଟେ ଲଭ୍ୟ କେବଳ ସତ୍ସଙ୍ଗ ଦୁର୍ଲଭ। ଶ୍ରୀରାମ କୃପା ବିନା କେହି ସତ୍ସଙ୍ଗ ଲଭି ନ ପାରଇ। ହୃଦୟରେ ରାମ ରୂପ ଧରି ପ୍ରବେଶ କର ତୁ ନଗରୀ। ନଗର ନଗର ବିହାର ପ୍ରଭୁଙ୍କ କାର୍ଯ୍ୟ ସିଦ୍ଧି କର। ପ୍ରଭୁର କୃପା ଲଭ ଯାରେ ସେ ଭାଗ୍ୟବାନ ଏ ସଂସାରେ। ବିଷ ହୁଅଇ ସୁଧା ସମ ଶତ୍ରୁ ଯେ ମିତ୍ର ଆଚରଣ। ଧୂଳି ସମ ଶୈଳ ସୁମେରୁ ଲଘୁତା ହୁଏ ଯେହୁ ଗୁରୁ।
ସିନ୍ଧୁ ଗୋସଦ ପରି ହୋଇ ଅନଳ ଶୀତଳ ହୁଅଇ ଅତୀବ ଲଘୁ ରୂପ ଧରି ନଗ୍ର ଭ୍ରମଇ ପ୍ରଭୁ ସ୍ମରି ମନ୍ଦିର ମନ୍ଦିର ଖୋଜଇ ଅସଂଖ୍ୟ ଅସୁର ଦେଖଇ ବାନର ଯହିଁ ତହିଁ ଦେଖେ ଅନେକ ରକ୍ଷ ଥୋକେ ଥୋକେ ରାବଣ ମନ୍ଦିରେ ପଶିଲା ରାବଣ ଶୋଇଛି ଦେଖିଲା ଅତୀବ ବିଚିତ୍ର ସେ ଶୋଭା ହୃଦୟ ମନ ନେତ୍ର ଲୋଭା ଦେଖିଲା ଯାଇ ସେ ମନ୍ଦିର ସୀତା ନାହାନ୍ତି ତା ଭିତର କାହିଁକି ପୁର ଏକ ଦେଖି କପିର ମନ ଗଲା ଲାଖି ଶ୍ରୀହରି ମନ୍ଦିର ସୁନ୍ଦର ଆଗରେ ଶୋଭା ପାଏ ତାର ରାମ ଆୟୁଧ ଅଙ୍କାପୁର ଶୋଭା ନବରଣୀ ତାହାର ତୁଳସୀ ଧାଡ଼ି ଧାଡ଼ି ସହେ କପିମଣିର ମନ ମୋହେ ଦେଖି ତାହାକୁ କପିମଣି ହରସ ମନେ ମନେ ଗୁଣି ଲଙ୍କା ରାକ୍ଷସ ବାସ ଭୂଇଁ ଏଠାରେ ସାଧୁ କାହିଁ ରହି ତରଳ କରେ ସେ ମନର ପୁରକୁ ଦେଖି କପିଶ୍ୱର ଏକାଳେ ନିଦ୍ରା ତାତେ ଜିଲା ବିଭୀଷଣ ବୀର ଉଠିଲା ସେ ରାମ ଭକ୍ତ ଚୂଡ଼ାମଣି ରାମ ସୁମରେ ତତକ୍ଷଣୀ ସାଧୁଙ୍କ ମଧ୍ୟ ସେ ଅଗ୍ରଣୀ ଜାଣିଣ ହରସ ପାବନି ତା ସଙ୍ଗେ ହେବି ପରିଚୟ ତା କାର୍ଯ୍ୟ ନାହିଁ ଅନ୍ତରାୟ ବିପ୍ର ରୂପରେ ହନୁମାନ ହରସି ଭାସିଲା ବଚନ ଶୁଣିଣ କପିର ବଚନ ବିଭୀଷଣ ଆସେ ବହନ ପ୍ରଣମୀ ଚରଣ କମଳେ ବିପ୍ରଙ୍କୁ ପୁଛିଲା ସାଦରେ କି ସବାର ତାମ ବୁଝାଇ କି ତୁମେ ଏଠି କାହିଁ ପାଇଁ ତୁମେ ଯେ ହରିଙ୍କ ଭକତ ଦେଖି ମୋ ହୃଦ ପୁଲକିତ କି ତୁମ୍ଭେ ନିଜେ ଭଗବାନ ଦୟାର ସାଗର ଶ୍ରୀରାମ ଏ ମୋର ବହୁ ପୁଣ୍ୟ ଫଳ ପାଦ ହେଲା ଦାସ ଦୁଆର ଶୁଣି ବିଭୀଷଣ ବଚନ ହସି କହନ୍ତି ହନୁମାନ ରାମଦୂତ ମୁଁ ହନୁମାନ ମୋ ପ୍ରଭୁ ରାମ ଭଗବାନ ପୁଲକେ ଦୁହିଁଙ୍କ ହୃଦୟ ସୁମରି ରାମ ଦୟାମୟ ହନୁକୁ ଚାହିଁ ବିଭୀଷଣ କହଇ ଭାଇ ମୋର ଶୁଣ ରକ୍ଷ ମେଳେ ଯେ ସନେ ରହି ଲଙ୍କାପୁରରେ କଷ୍ଟ ସହି ବସନ ଭକ୍ତିର ମଧ୍ୟରେ ଜିଭାଟି ରହେ ସେ ପ୍ରକାରେ ତେସନ ଏଠି ରହିଥାଏ ସର୍ବଦା ମୁହିଁ ବଡ଼ ଭଏ ମୋହର ଭରସା ମାତର କେବଳ ପ୍ରଭୁ ରଘୁବୀର ଏ ଦାନକୁ ଅନାଥ ଜାଣି କେବେ ଦୟା କରିବେ ପୁଣି ଭକ୍ତ ରକ୍ଷଣ ଦାସର ଥିତା ବିନୁ ନାହିଁ ଅନ୍ୟ ଗତି ମୋର ତାମସର ଗୁଣ ନ କରେ ପ୍ରଭୁଙ୍କୁ ଭଜନ ନ କରେ ସାଧୁଜନ ସେବା ନ କରେ ଶ୍ରୀଚରଣ ସେବା ତୁମ୍ଭଙ୍କୁ ଦେଖି ମୋ ଭରସା ଭରିଲା ମୋ ମନରେ ଆଶା ବିଭୁ ଦୟା ବିନା ଜଗତେ ମିଳନ୍ତି ନାହିଁ ସାଧୁ ସନ୍ତେ ଦୟା କରିଲେ ସୀତାପତି ତୁମ୍ଭ ଦର୍ଶନେ ମନେ ଚେତି ହନୁମାନ ହସି କହନ୍ତି ଶୁଣ ତୁମ୍ଭେ ପ୍ରଭୁଙ୍କ ରୀତି ଦାସ ରକ୍ଷଣ ଦାସରଥି ତାଙ୍କର ସଦା ଦାସେ ପ୍ରୀତି ମୁଁ କେଉଁ କୁଳଶୀଳ ଜାତହୀନ କପି ଚଞ୍ଚଳ ଚିତ୍ତ ପ୍ରଭାତୁ ଉଠି ଯେଉଁ ଜନ ଧରିବ ଭାଇ ମୋର ମନ ଦିବସ ସାରା ଜାଣ ଭାଇ ଉତ୍ତମ ଖାଦ୍ୟ ନ ମିଳଇ ଶୁଣତୁ ଭାଇ ବିଭୀଷଣ ହେଲେ ହେଁ ମୁଁ ଏଡ଼େ ଅଧମ ପ୍ରଭୁ କରନ୍ତି ମୋତେ ପ୍ରୀତି ମୁହିଁ ସେବକ ସେମପତି ଗହଦ ଚିତ୍ତେ କହେ ହନୁ ଲତକ ଝରାଇ ନୟନୁ ୟା ଜାଣି ପାଶରେ ଯେ ନର ଜୀବନେ ଲଭେ ଦୁଃଖ ଭାର ଏମନ୍ତ କହି ହନୁମାନ ପ୍ରଭୁଙ୍କ ନାମ ଗୁଣଗ୍ରାମ ପବିତ୍ର ମଧୁର ଶ୍ରବଣ ହୋଇଲା ହୃଦ ମନୋରମ ଶୁଣିଣ ବିଭୀଷଣ ଜିତି କହିଲା ସକଳ ଭାରତୀ ସେଠାରେ ଯେମନ୍ତେ ଅଛନ୍ତି ଶ୍ରୀରାମ ପ୍ରିୟା ସୀତା ସତୀ ତହୁଁ ହନୁମନ୍ତ କହଇ ଶୁଣ ଶୁଣ ତୁମର ଭାଇ ଜାନକୀ ମାତା ଦର୍ଶନ ମୋର ଲୋତକ ନେତ୍ର ମନ ସର୍ବସମ୍ବାଦ ଶୁଣାଇଲା ବିଦାୟ ମାଗି ଦେଇ ଚଳିଲା ସେହି ରୂପକୁ ଧରିଗଲା ଅଶୋକ ବନରେ ପଶିଲା ବିଜୟ ଯହିଁ ସୀତା ସତୀ ତହିଁକି ଚଳିଲା ମାରୁତି ସୀତା ଦେଖି ମନ ମଧ୍ୟର କରେ ପ୍ରଣାମ ମହାବୀର ରାତ୍ର ବିତିଲା ଏକ ଜାମ ଶିଶରା ବୃକ୍ଷ ହନୁମାନ ମାରୁତି ମନେ ମନେ ଗୁଣି ଏ ନିଶ୍ଚୟ ସତୀ ଶିରୋମଣି କୁଶତନୁରେ ଜଟା ବେଣୀ ହୃଦୟରେ ଜପର ଘୁମଣି ନିଜ ପାଦେ ନେତ୍ର ଦେଇଣ ସତୀଙ୍କ ରାମ ପଦେ ମନ ଦୁଃଖିନୀ ପରାଏ ଦେଖିଣ ବିକଳ ମାରୁତିର ମନ ତରୁର ପଲ୍ଲବ ଗହଳେ ତହିଁ ଲୁଚିଲା ମହାବୀରେ ମନରେ ମାରୁତି ଭାବଇ ଏବେ କିସ କରିବା ଭାଇ ଏମନ୍ତ ସମୟରେ ତହିଁ ମିଳିଲା ଦଶାନନ ଯାଇ ସଙ୍ଗରେ ବହୁ ସାଜେ ସଜ ବାମାଗଣ ଯେ ହୋଇ ସଜ ଆଗରେ ବହୁ ପଟୁଆର ତା ମଧ୍ୟେ ଚାଲେ ରକ୍ଷବର ସୀତାଙ୍କୁ ଦଶାସନ ଯାଇ ବୁହତ କହିଲା ବୁଝାଇ ସମଦମ ଯେ ଭେଦ ଦଣ୍ଡ ସକଳେ ଭାସିଲା ପଦଣ୍ଡ କହଇ ଦୈତ୍ୟ ବାରେ ଶୁଣ ସୁମୁଖୀ ମୋହର ବଚନ ବାରେ ମାତର ତାହା କହି ମୋଠାରେ ଅନ୍ୟ ମନା ନହି ମନ୍ଦୋଦରୀ ଯେ ରାଣୀଗଣ ତ ଦାସୀ ଏବେ ମୋର ପଣ ତୃଣ ରକ୍ଷିଣ ଆଢୁଆଳେ କହନ୍ତି ବଇ ଦେହି ତାରେ ମନରେ ରାମଚନ୍ଦ୍ର ସ୍ମରି ପଦ କମଳ ହୃଦୟ ଧରି ଶୁଣରେ ଦଶ ଶିର ତୁହି ସମ୍ଭବ ହୋଇ କି ପାରଇ
ଖଦ୍ୟତ କିରଣ ପାଇଣ ଉଲସିବ କି ପଦ୍ମବନ। କହନ୍ତି ସତୀ ବିଚାରିଣ ନ ଜାଣୁ ରାମ ବାଣ ଟାଣ। ଏକାକୀ ଦେଖି ମୋତେ ତୁହରେ ଶଠ ଆଣିଲୁ ଚୋରାଇ। ନିର୍ଲଜ ତୁହିର ଧମ ବଳା ଚୋରାଇ ତ ଟାଣ। ସୀତା ଯେ ରାମଙ୍କୁ ତପନ ଖଦ୍ୟତ ପରାଏ ରାବଣ। ଧିକାରୀ କହନ୍ତି ସେ ବାଣୀ ଶୁଣି ନ ରକ୍ଷ ଶିରୋମଣି। କ୍ରୋଧରେ ଆସି କାଢ଼ି ଆଣି କହେ ମୁଁ ପକାଇବି ହାଣି। କ୍ରୋଧିତ ହୋଇଣ ରାବଣ କହେ କଲୁ ମୋ ଅପମାନ। କଠିନ କୃପାଣ ସେ ଧରି କାଟିବି କହେ ତୋର ଶିରି। ଯେବେ ନ ହୁଅ ମୋର ବଶ ତୋ ଶିର କାଟିବି ଅବଶ୍ୟ। ଯେବେ ତୁ ମୋର କଥା ମାନ ରଖିବି ତୋହର ଜୀବନ। ଶୁଣ ମୋ ପଣ ଦୁରାଚାର ନିର୍ଲଜ ରକ୍ଷ ନାରୀ ଚୋର। ଶ୍ୟାମଳ କଞ୍ଜମାଳା ସମ ପ୍ରଭୁର ଦୁଇ ଭୁଜଦାନ। କରୀର କର ସମ ହୋଇ ଗଳେ ମୋ ପଡ଼ିବଟି ସେହି। ନହିଲେ ତୋର ଅସିଧାର ଶିରକୁ କାଟିବ ମୋହର। ଶ୍ରୀରାମ ବିରହେ ଝଟତି କହନ୍ତି ତାହିଁ ସୀତା ସତୀ। ଶ୍ରୀରାମ ବିରହେ ଝଟତି କହନ୍ତି ଚାହିଁ ସୀତା ସତୀ। ରେ ଚନ୍ଦ୍ରହାସ ଶିବର ବିରହ ଦୁଃଖ ପାରି କର। ଶୀତଳ ଚନ୍ଦ୍ର ସମଧାର ଦୁଃଖ ସାଗରୁ ପାରି କର। କଣ୍ଠେ ମୋ ପଡ଼ି ଦୁଃଖ ରାଶି ହରଣ କର ଆହେ ଆସି। ସତୀ ବାଣୀ ଶୁଣି ରାବଣ ମାରିବାକୁ ଯାଏ ତତକ୍ଷଣ। ମନ୍ଦୋଦରୀ ପ୍ରେମ ବାକ୍ୟରେ କହିଣ ପ୍ରବୋଧନ୍ତି ତାରେ। ଡକାଇ ରାକ୍ଷସୀ ସକଳ ତହୁଁ କହଇ ମୂଢ଼ ଖର। ଦେଖାଅ ଜାନକୀଙ୍କୁ ଡର କରାଅ ମୋ ବଶ ସତର। 1 ମାସ ଭିତରେ ଯେବେ ବଚନ ସୀତା ନ ମାନିବେ। କହୁଛି ଧରିଣ କୃପାଣ ନିଶ୍ଚୟ କରିବି ନିଧନ। ପୁରେ ଫେରିଗଲା ରାବଣ ରହିଲେ ନିଶାଚରୀ ଗଣ। ଧରିଣ ତନୁ ରୂପ ବହୁ ସୀତାଙ୍କୁ ଡରାଇଲେ ତହୁଁ। ରାକ୍ଷସୀ ନାମରେ ତ୍ରିଜଟା ସେ ଲଙ୍କା ପୁରେ ଥିଲା ଏକା। ଶ୍ରୀରାମ ଚରଣେ ଭକତି ସଦା ତାହାର ଥାଏ ମତି। ସମସ୍ତ ରାକ୍ଷସୀ ଡକାଇ ସପନ ବୃତ୍ତାନ୍ତ ସେ କହି। ସତୀ ଶିରୋମଣି କହିତ ସଦା ଲୋଡ଼ଇ ତାର ଚିତ୍ତ। ତ୍ରିଜଟା ଉବାଚ ଦେଖିଲି ମୁଁ ବାନର ଦଳ ବିନାଶିଲେ ଦାନବ କୂଳ। ସପନେ ଦେଖିଲା ବାନର କେଡ଼ିଲା ସେହୁ ଲଙ୍କାପୁର। ନଗ୍ନ ବେଶରେ 10 ଶିର ମୁଣ୍ଡିତ ଛିନ୍ନ ବିଂଶ କର। ଦକ୍ଷିଣ ଦିଗେ ଚଢ଼ି ଖର ଚଳଇ ମାରି ଦେହେ ତଳ। ବିଭୀଷଣ ଏ ରାଜେ ରାଜା ଲଙ୍କାପୁରରେ ପାଳେ ପ୍ରଜା। ସୀତାଙ୍କୁ ପ୍ରଭୁ ରଘୁବୀର ଡାକ୍ତ ନିଅନ୍ତି ନିଜପୁର। ବିଚାର ଏ ସପନ ମୁହିଁ ଅନ୍ତରେ ସତ୍ୟ ଯେ ମଣଇ। ହୋଇବ ଦିନ 4 ପରେ ନିଶ୍ଚୟ ମରିବେ ଅସୁରେ। ତ୍ରିଜଟା ବାଣୀ ଶୁଣି ଗିରେ ସମସ୍ତ ଅସୁରାଏ ଡରେ। ପ୍ରଣମନ୍ତି ସେ ବାରମ୍ବାର ଜାନକୀ ସତୀଙ୍କ ପୟର। ସମସ୍ତ ରାକ୍ଷସୀ ଚଳନ୍ତି ସୀତା ଯେ ବସି ବିଚାରନ୍ତି। ମାସ ବିତିଗଲେ ଅଧମ ରାକ୍ଷସ ନେବ ମୋ ଜୀବନ। ତ୍ରିଜଟାକୁ ବଚନ କହି ଯୋଡ଼ିଣ କର ବୈଦେହୀ। କହନ୍ତି ମାତା ବୈଦେହୀ ବିପଦେ ମୋର ସଖୀ ତୁହି। କେମନ୍ତେ ତେଜିବି ଏ ଦେହ ସଖିଲ ମୋତେ ବୁଦ୍ଧି କହ। ବିରହ ଦୁଃଖ ହୁତାସନ ସହି ନୁହେଁ କର ଯତନ। ଆଣିମା କାଠ ଚିତା କର ଲଗାଇ ଦିଅ ମା ଅନଳ। ବିରହ ଦୁଃଖ ନ ସହିବି ନିଶ୍ଚେ ତାରେ ଝାସ ଦେବି। ତ ପ୍ରୀତି ସତ୍ୟ ମୋ ବିଚାରି ଏ ବାଣୀ ସହି ମୁଁ ନ ପାରି। ଶ୍ରବଣ ଶୂଳ ପ୍ରାୟ ସେହି ନ ପାରେ ହୃଦୟ ମୁଁ ସହି। ବାଣୀ ଶୁଣି ତ୍ରିଜଟା ବୋଲେ ପାଦେ ପ୍ରଣମି ସେ ଉତ୍ତରେ। ପ୍ରଭୁ ପ୍ରତାପ ଯଶ ଗୁଣ ବନି ସେ ଶୁଣାଏ ଶ୍ରବଣ। ରାତ୍ରରେ ମୁଁ ଅନଳ କାହୁଁ ଆଣିବି ସୁନ୍ଦରୀ ତୁ କହୁ। ଏତେ କହିଣ ସେ ଅସୁରୀ ଚଳିଣ ଗଲା ନିଜ ପୁରୀ। ସୀତା ଯେ ବିଚାରନ୍ତି ମନ ବିହି ହୋଇଲା ସିନା ବାମ। ଏଠାରେ ଅଗ୍ନି ନ ମିଳଇ ଦୁଃଖ ମୋ ଉପଶମ ନହି। ଏ ଆକାଶେ ପାବକ ପରି ଲକ୍ଷ ଅଧିକ ତାର ଜଳି। ଗୋଟିଏ ସୁଧା ନ ଆସଇ କାହିଁ ଏ ରସାତଳ ଭୁଇଁ। ଚନ୍ଦ୍ର ନଳ ସମ ହୋଇ ଅଗ୍ନି ଧାରଣ ନ ତେଜଇ। ମୁହିଁ ଯେ ଅଭାଗିନୀ ନାରୀ ଡାକ ନ ଶୁଣେ ଶ୍ରୁତି ଡେରି। ଆହେ ଅଶୋକ ବୃକ୍ଷ ରାଜ ବିନୟ ମୋର ଶୁଣ ଆଜ। ଯେବେ ମୋହର ଦୁଃଖ ହର ସାର୍ଥକ ହେବ ନାମ ତୋର। ନବ ପଲ୍ଲବ ଅଗ୍ନି ସମ ଦିଅ ଜାଳି ଶରୀର ସମ। ସୀତା ନିରେଖେ କପିବର ଶ୍ରୀରାମ ବରହେ କାତର। କଳ୍ପ ସମ ସମୟ ମଣେ ସେ କପିବର ମନେ ଗୁଣେ। କପି ହୃଦୟ ବିଚାରିଲା ରତନ ମୁଦି ପକାଇଲା। ଅଶୋକ କି ଅଗ୍ନି ପେଶିଲେ ବିଚାରି ସୀତା করে ନେଲେ। ମୁଦ୍ରିକା ଦିଶେ ମନୋହର ହୃଦୟ ଦୁଃଖ ତାପହର। ଦେଖିଲେ ସୀତା ସେ ମୁଦ୍ରିକା ହୋଇଛି ରାମ ନାମ ଅଙ୍କା।
ଚକିତ ଜନକ ଦୁଲାଳି ମୁଦ୍ରିକା ଚିହ୍ନି ସତୀଶ୍ୱରୀ। ହରସ ବିଷାଦେ ଆକୁଳ ଶ୍ରୀହରି ଉଠିଲେ ଅନ୍ତରେ। କେ ଅଛି ରଘୁନାଥ ଜିଣି ସଦା ଅଜୟ ରଘୁମଣି। ଏ ମୁଦ୍ରିକାକୁ କେ ମାୟାରେ କଦାପି ନାହିଁ ଗଢ଼ିପାରେ। ଏମନ୍ତେ ବହୁତ ବିଚାର କରନ୍ତି ସତୀ ସମନର। ଏକାଳେ ଭାଷେ କପିବର ସୁନ୍ଦର ବଚନ ମଧୁର। ହୃଦୟ ମନ ଦେଇ ସତୀ ସାଦରେ ଅନ୍ତରେ ଶୁଣନ୍ତି। କହିଣ ଆଦ୍ୟ ପ୍ରାନ୍ତ କଥା ଟାଇଣ ମୃଦୁସ୍ୱରେ ଗାଥା। ସୀତା କହନ୍ତି ତା ଶୁଣିଣ କେ କହେ କର୍ଣ୍ଣର ସାୟନ। କହେ ଯେ ଏହୁ ବାଣୀ ଭାସିବାରେ ପ୍ରକଟ ହୁଅ ଆସି। ଅନୁପ୍ରବେଶ ସତୀ ପାଶେ ଦେଖି ହୃଦୟ ଶଙ୍କା ଆସେ। ଇଏ ତ ସାମାନ୍ୟ ବାନର ହୋଇକି ପାରେ ସିନ୍ଧୁ ପାର। କହି କପି ମୁଁ ରାମଦୂତ କରୁଣା ନିଧାନ ଶପଥ। ଯତନେ ରଖି ସେ ମୁଦ୍ରିକା ଆସିଛି ଲଙ୍ଘି ସିନ୍ଧୁ ଏକା। ଶ୍ରୀରାମ ଏସନ ସଂକେତ ପଠାଇଛନ୍ତି ମାତ ସତ। କହନ୍ତି ଜାନକୀ ସେ ନର କିମ୍ପା ପ୍ରୀତି କରିବା ନର। ଜାନକୀ ବଚନେ ପାବନି କହନ୍ତି କଥା ଯେ ବର୍ଣ୍ଣନି। କପିର ବାଣୀ ପ୍ରେମେ ଶୁଣି ବିଶ୍ୱାସ ହୃଦୟ ଜନନୀ। କାୟ ମନ ବାକ୍ୟରେ ଏତ ଦୟାନିଧିଙ୍କ ଦାସ ସତ। ଶ୍ରୀରାମ ପଦେ ଯାର ମତି ନିଶ୍ଚୟ ଲଭେ ସେ ଭକତି। ଦ୍ୱିତୀୟ ଅଧ୍ୟାୟ। ପ୍ରଭୁ ସେବକ କପି ଜାଣି ଆନନ୍ଦ ଜନକ ନନ୍ଦିନୀ। ହୃଦୟରେ ବଢ଼େ ବହୁ ପ୍ରୀତି ଶରୀର ପୁଲକିତ ଅତି। ନୟନୁ ଅଶ୍ରୁ ଜଳ ବହେ ସୀତା ଆନନ୍ଦ କହି ନୁହେଁ। ସୀତା ଉବାଚ ବୋଲନ୍ତି ହନୁମୁଖ ଚାହିଁ ବିରହେ ଲୋତକ ଝରାଇ। ବୁଢ଼ୀ ମୁଁ ବିରହ ସଲିଳେ ଯାଉଥିଲି ମୁଁ ଏତେବେଳେ। ତୁମେ ଯେ ଜଳଯାନ ପରି ଏଥିରୁ କରିଅଛ ପାରି। ଏବେ କହ ତୁମ ଆଗର ଶ୍ରୀରାମ ପ୍ରଭୁଙ୍କ କୁଶଳ। ସୁଖେଛନ୍ତି ନା ପ୍ରଭୁ ମୋର ଯେ ପ୍ରଭୁ ବିଶ୍ୱ ସୁଖ ସ୍ଥଳ। ଖର ରିପୁଙ୍କ ସଙ୍ଗେ ଭ୍ରାତା କହତୁ ତାଙ୍କର ବାରତା। ଅଛନ୍ତି କି ନା ସେହି ଭଲେ ହୃଦ ହେବ ଶାନ୍ତ ଶୁଣିଲେ। ସେ ହରି ସଦା ଦୟାମୟ ଶ୍ୟାମଳ କମଳ ହୃଦୟ। ମୋ ପରେ ନିଷ୍ଠୁର କେମ୍ପାଇଁ ହୋଇଲେ ଦଇତାରି କାହିଁ। ସେବକ ସୁଖଦ ଯେ ହରି ସରଳ ସ୍ୱଭାବ ମୁରାରି। ଏ ଦାସୀକୁ କେବେ ଶ୍ରୀରାମ ହୃଦେ କି କରନ୍ତି ସ୍ମରଣ। କେବେ ଦେଖିବ ଶ୍ୟାମ ତନ ଶୀତଳ ହୋଇବ ନୟନ। କହରେ ପବନ ତନୟ ନେତ୍ରେ ଦେଖିବି ଦୟାମୟ। ନେତ୍ରରୁ ଲୋତକ ଝରଇ ମୁଖେ ବଚନ ନ ସ୍ଫୁରଇ। ଆହା ପ୍ରାଣନାଥ ଯେ ମୋର ମୁହିଁକି ହୋଇଲି ପାସର। ସୀତାଙ୍କ ବିରହ କାତର ଦୁଃଖେ ଦୁଃଖିତ ମହାବୀର। ବିନୀତ କୋମଳ ବଚନ କହୋଇ ମାତା ମୋର ଶୁଣ। ସୁଖରେ ଅନୁଜ ସହିତ ଅଛନ୍ତି ମୋର ପ୍ରଭୁ ମାତ। ଝୁରୁଛନ୍ତି ସେ ଦିବାରାତ୍ର ତୁମ୍ଭର ଦୁଃଖରେ ସର୍ବତ୍ର। କହଇ ଜନନୀ ଗୋ ଶୁଣ ମନରେ ଊଣା ତୁ ନ ଘେନ। ତୁମ୍ଭର ସ୍ନେହ ପ୍ରଭୁଠାରେ ତାଙ୍କର ଦ୍ୱିଗୁଣ ତୋଠାରେ। ହୃଦୟେ ଧୈର୍ଯ୍ୟ ଧରିଣ ଶ୍ରୀରାମ ସନ୍ଦେଶ ମା ଶୁଣ। ଗଦ ଗଦରେ କପି କହି ନୟନୁ ଲୋତକ ବହଇ। ସୀତା ସତୀଙ୍କର ବିୟୋଗ ବିରହେ ରାମ ମହାଭାଗ। ମୋତେ ଯେ କହିଛନ୍ତି ଫେଇ ସବୁ ତ ଓଲଟା ଲାଗଇ। ନବୀନ କିଶଳୟ ଜାଣ ଲାଗଇ ମୋତେ ହୁତାସନ। ରାତ୍ରି ଯେ କାଳ ରାତ୍ରି ସରି ଚନ୍ଦ୍ର ଲାଗନ୍ତି ସୂର୍ଯ୍ୟ ପରି। କୁମୁଦ କାନନ ତୁ ଜାଣ ଲାଗଇ କୁନ୍ତଗୁଚ୍ଛ ସମ। ଆକାଶୁ ମେଘ ବରଷଇ ତପ୍ତ ତଳ ସମ ସେ ହୋଇ। ଚକ୍ଷୁସ୍ରବା ନିଶ୍ୱାସ ସମ ଲାଗଇ ମଳୟ ପବନ। ଯେତରୁ ତଳେ ମୁଁ ବସଇ ତା ଛାଇ ଉତ୍ତପ୍ତ ଲାଗଇ। ଏ ଜଗତରେ ମୋର ହିତେ ଜଡ଼ ଚେତନ ଥିଲେ ଯେତେ।
ସେ ସମସ୍ତ ଏବେ ଦାରୁଣ ଦେଉଛନ୍ତି ଯେ ପୀଡ଼ା ଜାଣ। ଦୁଃଖ ଯେ ଅନ୍ୟ ଆଗେ କହି, ଦୁଃଖ ଯେ କିଛି ଲଘୁ ହୋଇ, ମାତ୍ରକେ ବୁଝିବ ବେଦନା, ଅନ୍ତର ଜଳେ ଦୁଃଖ ସିନା। ହେ ପ୍ରିୟା ତୋହର ମୋହର, ବୁଝିବ ମହତ ପ୍ରେମର। କେବଳ ମନ ଯେ ମୋହରି, ଜାଣଇ ତତ୍ତ୍ୱ ଯେ ତାହାରି। ସେ ମନ ଏବେ ପାଇ ବଦ୍ଧ, ତୋଠାରେ ହୋଇଛି ଆବଦ୍ଧ। ଏଥିରୁ ମୋର ପ୍ରୀତି ରସ, ବୁଝି ପ୍ରିୟା ତୁ ହୋଇ ତୋଷ। ସନ୍ଦେଶ ପ୍ରଭୁଙ୍କର ଶୁଣି, ଆନନ୍ଦେ ଜନକ ନନ୍ଦିନୀ। ହୋଇଲେ ସେ ପ୍ରେମ ମଗନ, ହଜିଲା ଦେହ ଆଉ ଜ୍ଞାନ। ସୀତାଙ୍କୁ କହେ କପିବର, ହୃଦୟରେ ଏବେ ଧୈର୍ଯ୍ୟ ଧର। ସୁମର ଶ୍ରୀରାମଙ୍କୁ ମାତା, ସେ ଯେ ଭକତ ସୁଖଦାତା। ହୃଦୟେ ପ୍ରଭୁଙ୍କୁ ସୁମର, ତାଙ୍କର ପ୍ରଭୁତା ବିମଳ। ଏବେ ମୋହର ବାଣୀ ଶୁଣି, ବିକଳ ନ ହୁଅ ଜନନୀ। ଶ୍ରୀରାମ ବାଣ ହୁତାସନ, ରାକ୍ଷସ ପତଙ୍ଗ ସମାନ। ହୃଦ ମନରେ ଧୈର୍ଯ୍ୟ ଧର, ଦୈତ୍ୟ ଯେ ଜଳିବେ ଏଥର। ଭାରତ ଯେବେ ରଘୁନାଥ, ପାଇଥାନ୍ତେ ଯଥାର୍ଥ। କେବେ ବିଳମ୍ବ ସେ ନ କରିଥାନ୍ତେ ପ୍ରଭୁ ନରହରି। ଉଦିତ ସୂର୍ଯ୍ୟଙ୍କ ସମାନ, ଶ୍ରୀରାମ ବାଣ ବଳବାନ। ଦୈତ୍ୟଗଣ ଯେ ନିଶାସମ, ଜୀବନେ ବଞ୍ଚିବେ କେଶନ। ଏବେ ମୁଁ ତୁମ୍ଭଙ୍କୁ ଜନନୀ, ନେଇଯାନ୍ତି ସଙ୍ଗେ ଘେନି। ପ୍ରଭୁଙ୍କ ଆଜ୍ଞା ମୋତେ ନାହିଁ, ହୋଇବି ତାଙ୍କ ପାଶେ ଦ୍ରୋହୀ। ମାତା ତୁ ଆଉ କିଛି ଦିନ, ହୃଦୟେ ଧୈର୍ଯ୍ୟ ତୁ ଧେନ। ରକ୍ଷ କପି ସେନା ସଙ୍ଗର, ଏଥି ପ୍ରବେଶୀ ରଘୁବୀର। କରିବେ ରାକ୍ଷସ ବିନାଶ, ରକ୍ଷିଣ ତିନି ପୁରେ ଯଶ। ତୁମ୍ଭଙ୍କୁ ଉଦ୍ଧରିବେ ମାଏ, ଦେଖିବେ ସ୍ୱର୍ଗେ ଦେବତାଏ। ଆକାଶୁ ପୁଷ୍ପ ହେବ ବୃଷ୍ଟି, ଉଶ୍ୱାସ ଲଭିବ ଏ ସୃଷ୍ଟି। ଏମନ୍ତ କପି ବାକ୍ୟ ଶୁଣି, କହନ୍ତି ଜନକ ନନ୍ଦିନୀ। ରେ ପୁତ୍ର ଏବେ ତୁହି ଶୁଣ, କ୍ଷୁଦ୍ର ଯେ ତୋହରି ସମାନ। ଅଛନ୍ତି କପି ସେନାଗଣ, କି କରିବେ ରକ୍ଷ ଭବନ। ଲଙ୍କାରେ ରାକ୍ଷସ ଯେତେକ, ବଳବାନ ସେ ଏକୁ ଏକ। 60 ହାତର ପ୍ରମାଣ, ସବୁରି କଳେବର ମାନ। ସତୀ କହନ୍ତି ହନୁମାନ, ପରମ ସନ୍ଦେହ ମୋ ମନ। ଶୁଣିଣ ସୀତାଙ୍କ ସନ୍ଦେହ, ପ୍ରକଟ କଲା ନିଜ ଦେହ। କନକ ପର୍ବତ ପରି, ଦିଶଇ ହନୁମାନ ସରି। ଯୁଦ୍ଧରେ ଏହା ବଳବନ୍ତ, ଏ ମହାବୀର ହନୁମନ୍ତ। ହୋଇଲା ଭରସା ଏ ସନ, ଦେଖି ଏ ରୂପେ ହନୁମାନ। ସୀତାଙ୍କ ପଦେ ପ୍ରଣମିଲା, କ୍ଷୁଦ୍ର ରୂପରେ ପ୍ରକଟିଲା। ଜଗତେ ବଳ ବୁଦ୍ଧିହୀନ, ବାନର କୁଳ ସିନା ଜାଣ। ଲଭିଲେ ପ୍ରଭୁ କୃପା ଫଳ, ସର୍ପ ହୁଏ ଗରୁଡ଼ କାଳ। ଯେ ରାମ କୃପାକୁ ଲଭଇ, ତାହାକୁ କାଳ ଯେ ଡରଇ। ଏମନ୍ତ କପି ବାଣୀ ଶୁଣି, ହରଷ ଜନକ ନନ୍ଦିନୀ। ବିଶେଷ ବଳ ତେଜ ଭକ୍ତି, ଦେଖି ହରଷ ସୀତା ସତୀ। ତୁମ୍ଭର ବଳ ବୃଦ୍ଧି ବୃଦ୍ଧି, ହେଉ ସକଳ କାର୍ଯ୍ୟ ସିଦ୍ଧି। ରାମ ଭକତେ ଆଶୀର୍ବାଦ, ବୋଇଲେ ହେଇ ନିର୍ବିବାଦ। ହୁଅ ତୁ ଅଜର ଅମର, ଗୁଣ ନିଧି ଏ ପୁତ୍ର ମୋର। ଶ୍ରୀରାମ ପଦେ ସଦା ଭକ୍ତି, ହେଉ ତ ସ୍ଥିର ବୁଦ୍ଧିମତି। ସେ ପ୍ରଭୁ ସୁଦୟା କରିବେ, ସକଳ ବିଘ୍ନକୁ ଖଣ୍ଡିବେ। ଶୁଣିଣ ଏମନ୍ତ ଭାରତୀ, ଆନନ୍ଦ ହୋଇଲା ମାରୁତି। ପରମ ପ୍ରେମରେ ମଗନ, ହୋଇଲା କେଶରୀ ନନ୍ଦନ। ସୀତାଙ୍କ ପାଦେ ବାରମ୍ବାର, ହନୁ ଯେ ଲଗାଇଲା ଶିର। ମାରୁଛି ଦୁଇ କର ଯୋଡ଼ି, କହେ ଉତ୍ତର ପାଦେ ପଡ଼ି। ମାତ ମୁଁ ହୋଇଲି ନିର୍ଭର, ଜାଣଇ ଏ ସାରା ସଂସାର। ତୁମ୍ଭର ଆଶୀର୍ବାଦ ସତ୍ୟ, ଧନ୍ୟ ହୋଇଲି ଲୋଭୀ ମାତ। ମାତା ମୁଁ ବାନର ଅଧମ, ଏଥି ବହୁତ ଫଳମାନ। ଦେଖିଣ କ୍ଷୁଧାରେ ଉଦର, ହେଉଛି ମୋହର ଆକୁଳ।
ସୀତା ଉବାଚ ସାଦରେ କପିବାଣୀ ଶୁଣି ବୋଲନ୍ତି ସତୀ ଶିରୋମଣି ଶୁଣରେ ପୁତ୍ର ହନୁମାନ ଦେଖୁଛ ଏ ଯେଉଁ ବିପିନ ଅଛନ୍ତି ବହୁ ରଖୁଆଳ ସମସ୍ତେ ବପୁ ବଳଶୀଳ ଜାନକୀ କଥା ଶୁଣ ଗିର ବୋଲଇ ହନୁମନ୍ତ ବୀର କହେ ହନୁମାନ ତୁମର ମନ ସ୍ୱଚ୍ଛ ଥିଲେ ମାତୋର ତାହାଙ୍କୁ ଭୟ ନାହିଁ ମୋର ମନରୁ ଚିନ୍ତା ଦୂର କର ବାନର ବଳ ବୃଦ୍ଧି ଦେଖି ଯାଓରେ କହନ୍ତି ଜାନକୀ ରାମଚରଣେ ରଖି ମନ ଖାଓରେ ମିଠା ଫଳ ମାନ ସୀତାଙ୍କ ପାଦକୁ ବନ୍ଦିଣ ହନୁ ଚଳିଲା ମଧୁବନ ବୃକ୍ଷ ଉପାଡ଼ି ଭାଙ୍ଗି ଡାଳ ବାନର ଖାଏ ମିଠା ଫଳ ବହୁତ ରଖୁଆଳ ତହିଁ ଥିଲେଟି ଉପବନେ ରହି ବାନର କାହାକୁ ମାଇଲା କେହୁ ଭୁବନକୁ ଧାଇଁଲା ସେ ଭये ଉପବନୁ ଭାଗେ କେହୁ କହେ ରାବଣ ଆଗେ ଭୋଦେବ କାହୁଁ କପି ଆସି ଅଶୋକ ବାଟିକାରେ ପଶି କରଇ ଦେଖ ଛାର ଖାର କାହାକୁ ନାହିଁ ତାର ଡର ବାରତା ରାବଣ ଶୁଣିଲା ବହୁ ବୀର ସ୍ୱର ପେଶିଲା ଦେଖି ବହୁତ ସୁରବୀର ଗର୍ଜଇ ପବନ କୁମାର ସକଳ ରାକ୍ଷସ ଦେଖିଣ ମାଇଲା କପି ଗୋଡ଼ାଇଣ କେତେ ଯେ ଦରମରା ହୋଇ କେତେକ ଗଲେ ବାର୍ତ୍ତା ନେଇ ରାବଣ ପଠାଇଲା ବୀର ତହିଁକି ଅଶୋକ କୁମାର ବହୁତ ସୈନ୍ୟ ଘେନି ସଙ୍ଗେ ଚଳଇ ସେ ଅସୁର ରଙ୍ଗେ ତାକୁ ଆସିବାର ଦେଖିଣ ଉପାଡ଼ି ବହ ବୃକ୍ଷମାନ ପିଟି ପିଟି ତାହାକୁ ମାରି ହନୁ କରଇ ସିଂହରଡ଼ି ମାଇଲା କାହାକୁ ମର୍ଦ୍ଧିଲା କାହାକୁ ଧୂଳି ସାତ କଲା ରାକ୍ଷସ କେବା ବଞ୍ଚି ପ୍ରାଣେ ଯାଇଣ କହଇ ରାବଣେ ଭୋଦେବ ଏ ମର୍କଟ ବଳି ମାରିବ ସମସ୍ତଙ୍କୁ ଧରି ପୁତ୍ରର ବଧ ଶୁଣି ଗିର ଅତି କ୍ରୋଧରେ 10 ଶିର ପଠାଏ ମେଘନାଦ ବୀର ବୀରଙ୍କ ମଧ୍ୟେ ବୀରବର ପଠାଇ ସୁତେ କହେ ବାଣୀ ନ ମାରି ବାନ୍ଧି ଆସ ଘେନି ଦେଖିବା ମର୍କଟ ସାହସ କାହୁଁ ଆସିଛି କେତାଇଶ ଚଳଇ ବୀର ଇନ୍ଦ୍ରଜିତ ସେ ବୀର ଯୋଦ୍ଧା ଅତୁଳିତ ଶୁଣି ତାହାର ଭାତୃବଧ ମନରେ ଭରି ବହୁ କ୍ରୋଧ ଆସଇ ଦେଖିଲା ବାନର ବହୁତ ଦାରୁଣ ଏ ବୀର ରାବଣେ କିଳି କିଳା କରି ହନୁ ଧାଇଁଲା ଗଦା ଧରି ବିଶାଳ ତରୁ ଉପାଡ଼ିଲା ମେଘନାଦ ପରେ ଫିଙ୍ଗିଲା ଭାଙ୍ଗିଲା ଇନ୍ଦ୍ରଜିତ ରଥ ଫିଙ୍ଗିଲା ଦୂରକୁ ତୁରନ୍ତ ତା ସଙ୍ଗେ ଥିଲେ ଯେତେ ବୀର ଶୋକରେ ମର୍ଦ୍ଧିଲା ବାନର ତାହାଙ୍କୁ ମର୍ଦ୍ଧି ନିଜ ଅଙ୍ଗେ ଯୁଝଇ ଇନ୍ଦ୍ରଜିତ ସଙ୍ଗେ ସତେ କି ଗଜରାଜ ଦୁଇ ରଣରଙ୍ଗରେ ମତ ହୋଇ ମୁଥାଏ ମାରିଣ ତାହାକୁ ଚଢ଼ିଗଲା ହନୁ ଗଛକୁ ଦୈତ୍ୟ ଯେ କ୍ଷଣେ ମୂର୍ଚ୍ଛା ଗଲା ଉଠିଣ ମାୟା ଆରମ୍ଭିଲା ବହୁ ମାୟାରେ ଦୁରାଚାର ଜିଣି ନହିଲା କପିବର ବ୍ରହ୍ମ ଆଶ୍ର ସେ ସନ୍ଧାନିଲା ଦେଖିଣ କପି ବିଚାରିଲା ମୁଁ ଯେବେ ଏହି ବ୍ରହ୍ମସର ନରଖେ ମର୍ଯ୍ୟାଦା ତାହାର ମହିମା ଅପାର ନାଶ ହେବ କରେ ବିଚାର ଦୈତ୍ୟ ଯେ ବ୍ରହ୍ମସର ମାରି ବାନ୍ଧଇ ହନୁମାନେ ଧରି ପଡ଼ୁ ପଡ଼ୁ ସେ ହନୁମାନ ମାରେ ବହୁ ଅସୁର ସୈନ୍ୟ ବୁଝିଲା ଯେବେ ସେହି ଦୈତ୍ୟ କପି ହୋଇଲାଣି ମୂର୍ଚ୍ଛିତ ବାନ୍ଧି ତାହାକୁ ନାଗ ଫାସେ ନେଇ ନ ଗଲା ପିତା ପାଶେ ଶିବ କହନ୍ତି ଉମା ଶୁଣ ସୁମରିବାରେ ଯାର ନାମ ଏ ଭବ ବନ୍ଧନ କାଟନ୍ତି ସୁଜ୍ଞାନର ଯେ ସନୁଜ୍ଞାନୀ ସନ୍ଥଜ୍ଞାନୀ ବନ୍ଧନେ ପଡ଼ି ତାଙ୍କ ଦୂତ ବଶ କି ହେବ ହନୁମନ୍ତ ପ୍ରଭୁର କାର୍ଯ୍ୟ ଲାଗି ବଶ ହୋଇ ସହେ କପି କଳେଶ ବନ୍ଧା ହୋଇଲା ହନୁମାନ ଶୁଣି ଧାଇଁଲା ରକ୍ଷଗଣ କୌତୁକ ପାଇଁ ତାକୁ ନେଲେ ସଭାପୁରରେ ଉଭା କଲେ ରାବଣ ସଭାକୁ ନୟନେ ଦେଖିଣ ଆଚମ୍ବିତ ମନେ ଦେଖିଣ ରାବଣ ପ୍ରଭୁତ ଆଶ୍ଚର୍ଯ୍ୟ ହୋଇ ବାୟୁସୁତ ସମସ୍ତ ସୁର ଦିଗପାଳ ଭୟ ଅଛନ୍ତି ଯୋଡ଼ିକର ଚାହାନ୍ତି ଭ୍ରୁକୁଟିକୁ ତାର ସମସ୍ତେ ହୋଇଣ ଆକୁଳ ଏମନ୍ତ ପ୍ରତାପ ଦେଖିଣ କେବେ ନ ଡରେ ହନୁମାନ ଗରୁଡ଼ ପକ୍ଷୀ ଡରଇ କି ଅହିର ଆଡ଼ମ୍ବର ଦେଖି ରାବଣ କପିକି ଅନାଇ କଟୁବାଣୀ ସେ କ୍ରୋଧେ କହି ସୁମରି ପୁତ୍ର ମୃତ୍ୟୁ ତାର ହୃଦେ କାନ୍ଦେ ହୋଇ ବିକଳ ରାବଣ କହେ କ୍ରୋଧ ଭରେ କାହିଁର ବାନର ତୁଆରେ କାହାର ବଳେ ଛାର ଖାର କଲୁ ମଧୁବନ ବାନର କେବେ କି କାନେ ନାହୁଁ ଶୁଣି ମୋ କଥା ଶଠ ଶିରୋମଣି ରେ ଶଠ ଶୁଣି ମୋର କଥା ହୃଦେ ତ ନାହିଁ ଭୟ ବ୍ୟଥା କେଉଁ ଅପରାଧରେ ତୁହି ମାଇଲୁ ଅସୁର ଗୋଡ଼ାଇ ନାହିଁ କିଆରେ ଶଠ ତୋର ଜୀବନରେ କାହାକୁ ଡର ଏମନ୍ତ ଶୁଣି ହନୁମାନ କହେ ଶୁଣ ଶଠ ରାବଣ ଯାହାର ଆଜ୍ଞା ମାନି ମାୟା ରଚଇ ସଂସାରର କାୟା ବ୍ରହ୍ମା ବିଷ୍ଣୁ ଯେ ମହେଶ୍ୱର ପାଳନ କରି ଆଜ୍ଞା ଯାର ସୃଷ୍ଟିକୁ କରନ୍ତି ପାଳନ କରନ୍ତି ସଂହାର ରକ୍ଷଣ ଯାର ଆଜ୍ଞାରେ ଅହିପତି ଧରାକୁ ମସ୍ତକ ଧରନ୍ତି ସୁରସନ୍ଥ ତାରଣ ପାଇଁ ଯେ ଦେହ ବହୁତ ଧରଇ ତୋପରି ମୂର୍ଖେ ଶିକ୍ଷା ଦେଇ ସଂସାରେ ଧର୍ମକୁ ସ୍ଥାପଇ କଠିନ ଶଙ୍କର କୋଦଣ୍ଡ ଯେ ପ୍ରଭୁ କରିଥିଲେ ଖଣ୍ଡ ତୋପରି ଲକ୍ଷ ଲକ୍ଷ ରାଜା ଫେରିଲେ ପାଇ ଯହୁଁ ଲଜ୍ଜା
ତ୍ରିଶିରା ଦୂଷଣ ଯେ ଘର ନାସିଲେ ବାଳି ଆଦି ବୀର ଯା ବଳ ମାତ୍ର ଲେଶ ପାଇ ଜିଣିଲୁ ବ୍ରହ୍ମାଣ୍ଡକୁ ତୁହି ଯା ନାରୀ କରିଛୁ ହରଣ ତାଙ୍କ ଦୂତ ମୁଁ ହନୁମାନ ବଳ କଥା ମୁଁ ସବୁ ତୋର ଜାଣଇ ମୂରୁଖ ପାମର ସହସ୍ର ବାହୁ ତୁଲେ ତୁହି ସମର କରିଥିଲୁ ଯାଇ ବାଳିର ତୁଲେ ଯୁଦ୍ଧ କରି ଲଭିଲୁ ଯଶ କେତେ ହାରି ଏମନ୍ତ ଶୁଣି ଦଶ ଶିର ଉଠଇ ଅଟହାସ କର ରାବଣେ କହେ କପିବର କ୍ଷୁଧାରେ ଖାଇଲି ମୁଁ ଫଳ ସ୍ୱଭାବେ ମୁଁ ଅଟେ ବାନର ତାଡ଼ିଲି ବୃକ୍ଷକୁ ସକଳ ଦେହ ସବୁରି ଅଟେ ପ୍ରିୟ ହେ ରାଜା ଅନ୍ୟ କିଛି ନୁହଁ ତୋ ମନ୍ଦ ବୁଦ୍ଧି ଦୈତ୍ୟଗଣ ମୋତେ ମାଇଲେ କି କାରଣ ଯେଉଁ ଦୈତ୍ୟ ମୋତେ ମାରଇ ମୁଁ ତାକୁ ମାଇଲି ଗୋଡ଼ାଇ ତହୁଁ ବାନ୍ଧିଣ ଇନ୍ଦ୍ରଜିତ ମୋତେ ଆଣିଛି ତବ ସୁତ ବାନ୍ଧିଲା ବୋଲି ନାହିଁ ଲାଜ ମୁହର୍ଷ ହେବ ପ୍ରଭୁ କାର୍ଯ୍ୟ କର ଯୋଡ଼ୁଛି ମୁଁ ରାବଣ କରଇ ବିନତି ମଘେନ ମୋର ଶିକ୍ଷା କଥା ବାରେ ଶୁଣ ତୁ ଦୈତ୍ୟପତି ଥରେ ଗରବ ତେଜ ନିଜ କୂଳ ପଦ୍ଧତି କର ତୁ ବିଚାର ଭ୍ରମକୁ ଏହି ତୁହି ଭଜ ଦୁଃଖ ହାରି ପଦ ସରୋଜ କାଳ ନାଶଇ ଚରାଚର ସେ ମଧ୍ୟ ନାଶେ ସୁରାସୁର ସେ କାଳ ପ୍ରଭୁଙ୍କୁ ଡରଇ ଭଏ ଯେ ଥରହର ହୋଇ ସେ ପ୍ରଭୁ ତୁଲେ ତୁ ରାବଣ ନ କର ଶତ୍ରୁ ଆଚରଣ ରାବଣ ମୋର ବଲ କର ସୀତା ସମର୍ପି ଯେ ପୟର ପ୍ରଣତ ପାଳ କୃପା ସିନ୍ଧୁ ଖରାରି ରଘୁକୁଳ ଇନ୍ଦୁ ରଖିବେ ପଶିଲେ ଶରଣ ପାଶରି ତ ଅପରାଧ ଜାଣ ଶ୍ରୀରାମ ଚରଣ ପଙ୍କଜ ହୃଦୟ ଧରି ନିତ୍ୟ ଭଜ ଲଙ୍କାରେ ଅଚଳ ରାଜୁତି ଭୋଗ କର ତୁ ଲଙ୍କାପତି ଯଶ ପୁଲସ୍ତ୍ୟ ଋଷିଙ୍କର ଅଟଇ ଚାରୁ ଶଶଧର ପବିତ୍ର ବଂଶ ଯଶ ଗୁଣ ନହୁ ଅକଳଙ୍କ ରାବଣ ରାମ ନାମ ବିନା ଏ ବାଣୀ ଶ୍ରୁତି ମଧୁର ନୁହେଁ ପୁଣି ବାରେ ତୁ ଜ୍ଞାନମ ବଚନ ଶ୍ରୀରାମ ପଦେ ଦିଅ ମନ କାମ ମଦ ମହକୁ ତେଜ ଶ୍ରୀରାମ ନାମ ତୁ ହି ଭଜ ପିନ୍ଧିଣ ସବୁ ଅଳଙ୍କାର ନ ପିନ୍ଧି ବସନ ସୁନ୍ଦର ଦିଶେ କି ସୁନ୍ଦରୀ ନାଗରୀ କହତା ଶୋଭା ତୁ ସୁରାରୀ ଯେ ଜନ ଶ୍ରୀରାମ ବିମୁଖ ପ୍ରଭୁ ତା ସମ୍ପତ୍ତି ଯେ ସୁଖ ଥିଲେ ନଥିଲା ତାର ସରି ଖ୍ୟାତି ମିଳିଲେ ଦୁଃଖ ପରି ଜଳ ନାହିଁ ଯେ ତଟ ନୀର ବର୍ଷାନ୍ତେ ଶୁଷ୍କ ରହେ ଚିତ୍ତ ପ୍ରତିଜ୍ଞା କରି ହନୁମାନ କହଇ ଶୁଣ ତୁ ରାବଣ ଶ୍ରୀରାମ ବିମୁଖ ଜନର ରଖନ୍ତା ନାହିଁ ଏ ସଂସାର ଆରେ ପାମର ରାମଦ୍ରୋହୀ ତତେ ନ ରଖିବେ କେହି ସହସ୍ର ବିଧାତା ଶଙ୍କର ବିଷ୍ଣୁ ନ ରଖିବେ ପାମର ତେଜ ତୁ ଅଭିମାନ ମଦ ରଜ ସଦା ଅନ୍ତେ ସଦା ସେ ଦୁଃଖ ପ୍ରଦ କୃପା ସିନ୍ଧୁ ପ୍ରଭୁ ଶ୍ରୀରାମ ଭଜ ସଦା ତାଙ୍କ ଚରଣ ବୁଝାଇ କହିଲେ ପାବନି ବହୁତ ହିତକର ବାଣୀ ବିବେକ ଭକ୍ତ ଯୁକ୍ତ ଭାଷା ପୁଣି କିରତି ନ୍ୟାୟ ମିଶା ହସି ଅଭିମାନୀ ରାବଣ ଉତ୍ତରି କହେ ସେ ଅଧମ ବାନର ବଡ଼ ଜ୍ଞାନୀ ତୁହି ମୋହର ଗୁରୁ ପ୍ରାୟ କହି ରେଖଳ କପି ମୃତ୍ୟୁ ତୋର ହେଲାଣି ନିକଟ ପାମର ଅଧମ ମର୍କଟଟା ହୋଇ ମୋତେ ବୁଦ୍ଧି ଶିଖାଇ ତୁହି ତା ଶୁଣି କହେ ହନୁମାନ ତୁ ନିଶ୍ଚୟ ମରିବୁ ରାବଣ ତ ମତି ଭ୍ରମ ହୋଇଲାଣି କଥା ତ ଜଣା ପଡ଼ିଲାଣି କପିର ଏହି ବାଣୀ ଶୁଣି ଅତି କ୍ରୋଧରେ ବିଂଶ ପାଣି କ୍ରୋଧରେ ହୋଇ ଜର ଜର କହଇ ତ୍ୱରିତ ସଂହାର ରାବଣ ବଚନ ଶୁଣି ନ ମାରି ଗୋଡ଼ାନ୍ତି ଦୈତ୍ୟଗଣ ବିଭୀଷଣ ମନ୍ତ୍ରୀ ସହିତ ଏକାଳେ ହୁଏ ଉପସ୍ଥିତ ପାଦରେ ପଡ଼ି ଜଣାଇଲା ବହୁତ ବିନତି ସେ କଲା ଦୂତକୁ ମାଇଲେ ହେ ପ୍ରଭୁ ନାଶ ହୋଇବ ନୀତି ସବୁ ବିଚାରି ଅନ୍ୟ ଦଣ୍ଡ ତାକୁ ଦିଅନ୍ତୁ କିଛି କପିକୁ ଭଲ ବୁଦ୍ଧି ଏ ବିଭୀଷଣ ସକଳେ କହିଲେ ପ୍ରମାଣ ରାବଣ କହେ ହସି କରି ପଠାଅ ଅଙ୍ଗଭଙ୍ଗ କରି ଲାଙ୍ଗୁଡ଼ ପ୍ରିୟ ମର୍କଟର ବୁଝାଇ କହଇ ସକଳ କନା ବାନ୍ଧିଣ ତାଳ ତୈଳ ସମସ୍ତେ ଲଗାଅ ନଳ ବାନର ପୁଚ୍ଛହୀନ ହୋଇ ଅତିଷ୍ଠ ହୋଇ ଫେରିବଇ ନିଜ ପ୍ରଭୁ ସଙ୍ଗେ ବାନର ନେଇଣ ଆସିବ ମୁକର ଯାହାର ବଳ ଯଶ ଗୁଣ ଏତେ କବି କରେ ବର୍ଣ୍ଣନ ସେ ପ୍ରଭୁ କେତେ ଯେ ପ୍ରତାପ ଦେଖିବା ଯାର ଦୂତ କପ ତାର ବଚନ ଶୁଣି କନେ କପି ହସଇ ମନେ ମନେ ବାଗ୍ଦେବୀ ସାହା ହେଲେ ମୋର ମନରେ ଭାସେ କପିବର ରାକ୍ଷସେ ରାବଣ ଆଜ୍ଞାରେ ଯତ୍ନ ଲାଗିଲେ ଧାତିକାରେ କପି ଯେ ଲାଙ୍ଗୁଡ଼ ବଢ଼ାଇ ନଗର ଖେଳାଏ ବୁଲାଇ ନଗରେ ଥିଲା ଯେତେ ବସ୍ତ୍ର ଅଣ୍ଟଇ ନାହିଁ ତଳ ଘୃତ କୌତୁକ ଦେଖିବାକୁ ଠୁଳ ହୋଇଲେ ସର୍ବରକ୍ଷକୁଳ ପାବନି ଲାତ ମାରୁଥାନ୍ତି ସମସ୍ତେ ହସି ଦେଉଥାନ୍ତି ଢୋଲ ବଜାଇଣ ସକଳେ ବୁଲାନ୍ତି ନଗରେ ନଗରେ ସମସ୍ତେ ଦେଇ କରତାଳି ପୁଛରେ ଅଗ୍ନି ଦେଲେ ଜାଳି ଜଳଇ ଅଗ୍ନି ଦେଖି ବୀର ଲଘୁ ରୂପ ହେଲା ବାନର ଡେଇଁ ଚଢ଼ିଲା ଖରତରେ କନକ ଅଟାଳି ଉପରେ ଦେଖି କପି ଅଟାଳି ପରେ ରାକ୍ଷସଙ୍କର ହୃଦ ଥରେ ସେକାଳେ ବାୟୁ ଅଣଚାଷେ ବହିଲା ବିଧାତା ଆଦେଶେ କପି ବପୁ ଚୁମ୍ଭେ ଆକାଶ ଗର୍ଜଇ କରି ଅଟହାସ
पर्वत समदेह तार लागई हालुका कपीर मंदिर मंदिर से डेई बिना संकोचे से बुलई जलिला लंकार नगर लोके होइले कलबल छाती मुंड पड़ी सकल बहु मन्ते होई विकल बापा मा डाकंती कातरे बंचाइब के विपदरे मुहि जे आगु कहिथिली नुहेटिए बनार बानर बोली एकेहु देवता प्रबर निश्चय रूपे कपिबर साधु अवज्ञा कले जाण फलई फलटिए सन नगर होई हत सिरी जलई से अनाथ परी एकई निमिषे जलिला लंका कटक भस्म हेला विभीषणर घर एका सेथिरु पाईगला रक्षा शिव कहती उमा शुण जहाँक भक्त विभीषण सोजंती अग्नि सेहि जेणु रक्षा होइब तार तेणु ओलटी पालटी नगर जाली सिंदूरे डिए वीर पुछ बुझाई श्रम करी पुणी लघुरूप को धरी जनक सुतांक छामुरे उभा होइला जोड़ी कर दियो माता किछि संकेत देई नथिले जेन्हेनाथ मथामणि तहु काढ़िले हनुकु सती समर्पिले अतिहर से कपि करे ताहाकु धइला आदरे कहिबु पुत्र हनुमान मोहर साष्टांग प्रणाम तुम्भे जे दयार सागर मो नमस्कार पूर्ण कर जस रक्षक दीन बंधु आरत हारी कृपा सिंधु संकट मोर बेलु बेल भारी होइला नाथ हर इंद्रतनय कथा तुही पुत्र तु कहिबु चेताई प्रभुंकर प्रताप बाणी बुझाई कहिबु पावनी एक मास मध्यरे जेबे प्रभु एठाकु न आसिबे शुण जीवन मोर कपि आउ नथिबटी कदापि केमंते रखिबि जीवन कह विचारी हनुमान तते देखिण कपिवर शांत होइला छाती मोर एबेठु पुणी सेहि दोषा सेहि दिन सेहि मनीषा सीतांकु वीर हनुमान बहु मंतरे पवहीण चरणे नत करि शिर लेउटिला से महावीर तृतीय अध्याय फेरिबा बेले कपिवर गर्जिला सिंहनादे वीर सेनाद दैत्य बामागण शुणी गर्भस्रविले पुण लंघिण समुद्र अइला हनुमान कूले मिलिला किळिकिळा शब्दरे पुणी कंपाई दिए से धरणी हरसी सरबे चाहिले आसे हनुमान देखिले सर्वकपि आनंद हेले किनुआ जीवन लभिले हनुर मुख जे प्रसन्न देह अपूर्व दीप्तिमान जानिले आसीची से करी श्रीराम कार्य सिद्ध करी सरबे ताकु घेरी गले समस्त कपि हर्ष भरे जेपरी छटपट मीन तथा के काले लभि जीवन बानर चलिले सकले पचारि पचारि मार्गरे पचारि बुझंती संदेश प्रवेश रघुपति पास प्रवेशी मधुबेने जाई आरंभ कले गोल सेही अंगद संगते मिलिण खांती तोली फलमान मधुबनरे जगुआळे विरोध करती कानरे कपिए मुथ जे मारती निर्बोध सभये पଳାନ୍ତି सुग्रीवे जाई जणाइले जुबराज जे कपि तुले छारखार उपवन को करती न मानि काहाकू एमंत सुग्रीव जे शुणी हरस मने मने गुणी प्रभुर कार्य सिद्ध करी आसिले गो बानर फेरी जदि से सीता समाचार न पाई थांते बानर केउ साहसे मधुबने फल खाई थांते से माने एमंत विचार वीर प्रवेशिले सर्व बानर सुग्रीव पद धूଳି सिरे सर्व बानर लगाइले राजा अति आनंद मन करिले तांकु आलिंगन जेते कुशल वार्ता सर्व बोलिण पुछन्ते सुग्रीव ए कार्य राम कृपा बळे सिद्ध हेला देव सकळे ए कार्य सिद्ध कला हनु बंचाइला आंभ जीवनु शुणिन सुग्रीव एमंत हनुकु कला कलाग्रत हनुर तुले संग होई रामको पाशे चलई आसिबा देखी हनुमान आनंद हेले रघुराण कार्य सिद्धि होइला जानी शिला उपरे रघुमणि विजय कले दुई भाई कपिए प्रणमंती जाई कपिंकु अति प्रेमादर करंती करुणा सागर पुछन्ते कुशल बोलिण कुशल देखि श्रीचरण कहती जाम्बवत वीर शुणन्तु प्रभु रघुवीर तुम्भर दया बळे प्रभु कार्य होइला सिद्धि सबु आंभ जन्म सफल हेला तुम्भर कृपा लाभ हेला पवन सुत हनुमान नाथ करिला जे साधन एहि सुखे प्रभु केशन मुहि जे करिबि वर्णन पवन सुत ए पवित्र विस्तारी अछंती चरित
ଜାମ୍ବବନ୍ତଙ୍କର କରଣୀ ଶୁଣିଲେ ଶ୍ରୀକନ୍ଦଣ୍ଡ ପାଣି। ଉଠିଣ ପ୍ରଭୁ ହୃଦେ ତାକୁ ଧଇଲେ କୁଣ୍ଡାଇ ହନୁକୁ। ବଳଶୀଳତା ଗଲା ଛାଇ ପ୍ରଭୁଙ୍କୁ ରହିଲା ଅନାଇ। କହ ବୁଝାଇ ବାୟୁସୁତ ବୈଦେହୀ ଅଛନ୍ତି କେମନ୍ତ। କେମନ୍ତ ଜୀବନ ଧାରଣ କରିଛି କହ ହନୁମାନ। ଶ୍ରୀ ରଘୁନାଥ ବାଣୀ ଶୁଣି ହନୁକ ହୋଇ ଯୋଡ଼ି ପାଣି। ଦିବା ରଜନୀ ତୁମ୍ଭ ନାମ ପ୍ରହରା ଦିଅଇ ଟିପୁଣ। ତୁମ୍ଭ ଧ୍ୟାନ କବାଟ ପ୍ରାୟ କିଳି ଅଛନ୍ତି ସେ ହୃଦୟେ। ଚାବି ପ୍ରାୟ ଦେଇ ନିଜର ଚରଣ ଲୋଚନ ଯୁଗଳ। କେଉଁ ବାଟରେ ପଞ୍ଚପ୍ରାଣ ପଳାଇ ପାରିବ ପବନ। ଆସିବା କାଳରେ ସେ ମୋତେ ବୁଝାଇ କହିଥିଲେ କେତେ। ଜୟନ୍ତ କାକ ଉପଖ୍ୟାନ ଚେତାଇ କହିବାକୁ ପୁଣ। ମଥାମଣିକୁ କାଢ଼ି ମୋତେ ସମର୍ପିଲେ ମାତ ମହାତେ। ଶୁଣିଣ ପ୍ରଭୁ ମଥାମଣି ଲଗାନ୍ତି ଭରେ ରଘୁମଣି। ଲୋତକ ଭରେ ଦୁଇ ନେତ୍ରେ କହିଛି ସୀତା ବାଣୀ ଯେତେ। ହେଦିନ ବନ୍ଧୁ ଆର୍ତ୍ତହର ପ୍ରଣତି ମୋର ଘେନା କର। ଅନୁଜ ଲକ୍ଷ୍ମଣ ସହିତେ ଚିନ୍ତଇ ସଦା ମୁହିଁ ଚିତେ। ମନ କର୍ମ ବଚନେ ମୁହିଁ ସର୍ବଦା ଅନୁଗତ ରହି। କି ଅପରାଧ ମ ଦେଖିଲ ମତେ ରଘୁନାଥ ତେଜିଲ। ଏକମାତର ଅବଗୁଣ ଯାହା ଅଛି ମୋହର ଶୁଣ। ତୁମ୍ଭର ବିରହେ ଶରୀର ନ ତୁଟଇ ଯାହା ମୋହର। ମୋହର ଦୋଷୀ ସିନା ମାତ୍ର ଅଟଇ ଯୋଡ଼ା ଦୁଇ ନେତ୍ର। ତୁମ୍ଭର ଦର୍ଶନ ଆସେ ମରଣ ମୋ ଦେହ ନ ଗ୍ରାସେ। ନ ତୁଟି ତୁମ୍ଭ ବିରହରେ ଏ ତନୁ ଯାଆନ୍ତା ଅନଳେ। ନିଶ୍ୱାସ ପବନରେ ଜଳି ଯାଆନ୍ତା ତନୁ ତୁଳା ପରି। ଦର୍ଶନ ଲୋଭରେ ମାତ୍ର ଅଧମ ଏହି ଦୁଇ ନେତ୍ର। ବଞ୍ଚିବା ଆଶାରେ ଜୀବନ ସିଞ୍ଚଇ ସେହୁ ଘନ ଘନ। ବିରହ ଅନଳକୁ ସେହି ଲିଭାଇ ବଞ୍ଚାଇ ରଖଇ। ମାତା ବିପତ୍ତି ବହୁ ଘୋର ସେ ଦୁଃଖ ନବନିବା ସାର। ହେ ପ୍ରଭୁ ନିମିଷ ପ୍ରତ୍ୟେକ କଳ୍ପ ସମବିଜେ ତାଙ୍କ। ଖଳବଳ ଜିଣିଣ ନାଥ ଉଦ୍ଧର ସୀତାଙ୍କୁ ତୁରିତ। ଦୁଃଖ ଶୁଣି ସୁଖ ସାଗର ନେତୃ ଝରାଇ ଅଶ୍ରୁ ଜଳ। କାୟ ମନ ବାକ୍ୟରେ ଯେହି ମୋହର ଶରଣ ନିଅଇ। ସ୍ୱପ୍ନେ କି ଦୁଃଖ ପଡ଼େ ତାକୁ ଯେ ନିତ୍ୟ ଧରେ ମୋ ନାମକୁ। ଏମନ୍ତ ପ୍ରଭୁଙ୍କ ବଚନ ଶୁଣି ବୋଲଇ ହନୁମାନ। ତୁମ୍ଭର ନାମ ସୁମରଣ ଯେ ନିତ୍ୟ ନ କରେ ଭଜନ। କିପରି ତାହାକୁ ଗୋସାଇଁ ବୋଲିବା ଏ ସଂସାର ସେହି। ଏ କି ବିପତ୍ତି ବଡ଼ କଥା ଦୈତ୍ୟ ନାଶିଣ ହର ବ୍ୟଥା। ହନୁକୁ ଚାହିଁ ରଘୁବୀର ତୋ ପରି ଉପକାରୀ ମୋର। ସୁର ମନୁଷ୍ୟ ମୁନି କେହି ସଂସାର ମଧ୍ୟରେ ଯେ ନାହିଁ। କିଏ ବା ପ୍ରତି ଉପକାର କରିପାରିବି ମୁହିଁ ତୋର। ତୋହର ମନ ସନମୁଖେ ମୋର ମନ ହୁଅଇ ଲାଜଭର। ଶୁଣ ହନୁ ତୋହର ଋଣ ଶୁଝି ନ ପାରିବ ଏ ଜନ୍ମ। ହନୁମାନଙ୍କ ପୁନ ପୁନ ଚାହାନ୍ତି ରାଜୀବ ଲୋଚନ। ଶରୀର ପୁଲକ ଉଠଇ ନେତ୍ରରୁ ଅଶ୍ରୁ ଝରୁଥାଇ। ଶୁଣିଣ ପ୍ରଭୁଙ୍କ ବଚନ ଶ୍ରୀମୁଖ ଦେଖି ହନୁମାନ। ହନୁର ଅନ୍ତରେ ହରଷ କହିଣ ତ୍ରାହି ଜଗଦୀଶ। ଲୋଟଇ ଦୁଇ ପାଦ ଧରି ପ୍ରେମାକୁଳରେ ହୃଦ ଭରି। କପିକୁ ଉଠାନ୍ତି ସାଦରେ କପି ନ ଉଠେ ଭାବ ଭରେ। ପ୍ରଭୁ ଶ୍ରୀରାମ କଞ୍ଜ କରେ ତାହାର ଶିରେ ପରଶିଲେ। କହୁ କହୁ କଥା ତାଙ୍କର ମୁଗ୍ଧ ଶିବଙ୍କ ଅନ୍ତର। ପୁଣି ମନକୁ ସାବଧାନ କରିଣ ମଉଳି ମଣ୍ଡନ। ଆରମ୍ଭ କଲେ ଦିଗମ୍ବର ସୁପୁଣ୍ୟ ସମ୍ବାଦ ସୁନ୍ଦର। ଭୂମିରୁ କପିକୁ ଉଠାଇ ଉରରେ ଲଗାଇଲେ ନେଇ। କର ଧରିଣ ପାଶେ ତାଙ୍କୁ ଧୀରେ ବସାଇଲେ କପିକୁ। କହରେ କପି ରାବଣର ସୁସୁରକ୍ଷିତ ଲଙ୍କାପୁର। ଯାଇଣ ଯୋଡ଼ିଲୁ କେମନ୍ତ ଦୁର୍ଗ ଯେ ଦୁର୍ଗମ ମହତ। ପ୍ରଭୁଙ୍କୁ ପ୍ରସନ୍ନ ଜାଣିଣ ବୋଲଇ ବୀର ହନୁମାନ। ତେଜିଣ ଅଭିମାନ ଗର୍ବ କହଇ ବଚନ ସେ ଧ୍ରୁବ। ବାନରଙ୍କର ବାହାଦୁରୀ ସଂସାରରେ ଜାଣନ୍ତି ସବୁରି। ଏ ଡାଳ ସେ ଡାଳକୁ ଡେଇଁ କୁଦା ମାରିଣ ବୁଲେ ସେହି। ସିନ୍ଧୁକୁ ଲଙ୍ଘି ମୁଁ ମାତର ଗଲିଟି ଯାହା ଲଙ୍କାପୁର। ଭାଙ୍ଗିଣ ଯାହା ମଧୁବନ ମାଇଲି ମୁଁ ଅସୁରଗଣ। ଏସବୁ ନୁହେଁ ମୋର ବଳ ପ୍ରଭୁଙ୍କ ପ୍ରତାପର ଫଳ। ତୁ ଦୟା କଲୁ ଯାହାଠାରେ ଅଗମ୍ୟ କିସ ଅଛି ତାରେ। ତୋହର ପ୍ରତାପ ଅନଳ ତୁଳା ଜାଳିବା ମାତ୍ର ଛାର। ଆତ୍ମପୁରୁଷ ପ୍ରାୟ ହୋଇ ସଂସାରେ ଅଛ ସର୍ବଠାଇଁ। ଯେ ଲଭେ ତୋହର ଦୟାକୁ ଦୁବରୁ ହୁଏ ମହାମେରୁ। ଘେନନ୍ତୁ ମୋହର ବିନତି ତୋ ପାଦେ ଅଖଣ୍ଡ ଭକତି। ପ୍ରାପତି ହେଇ ପ୍ରଭୁ ମୋରେ ଯେ ଭକ୍ତି ଶିବମତି ହରେ। ଏମନ୍ତ କପି ବାକ୍ୟ ଶୁଣି ଅସ୍ତୁ ହୋଇଲେ ଧନୁଷ୍ଟାଣି। ଶିବ କହନ୍ତି ଶୁଣ ଉମା ଶ୍ରୀରାମ ଭାବ ଯାରେ ଜଣା। ଯାହାର ହୃଦେ ଭକ୍ତି ଥିବ ସେ କେବେ ଆନ ନ ଭଜିବ।
ଜାଗ୍ରତ ହୁଏ ସମ୍ବାଦ ଯାହାର ହୃଦୟରେ ଆନନ୍ଦ। ରାମ ଭକତି ମିଳେ ତାରେ ସେ ଧନ୍ୟ ଅଟେ ସଂସାରେ। ଏମନ୍ତ ପ୍ରଭୁ ବାଣୀ ଶୁଣି ବାନର କଲେ ଜୟଧ୍ୱନି। ଆନନ୍ଦେ ଜୟଧ୍ୱନି କଲେ ବନ ଆକାଶେ କମ୍ପାଇଲେ। ତହୁଁ କପିରାଜେ ଡକାଇ ଶ୍ରୀରାମ ପାରୁଷେ ବସାଇ। କହନ୍ତି ହୁଅ ଏବେ ସଜ ଯିବା ଆଣି ସୀତାଙ୍କୁ ଆଜ। ବିଳମ୍ବ କାହିଁ ଆଉ କଲ ଚଳ ବହନ ଆଗଭର। ମୋହର ଆଜ୍ଞା ଦେଇ ଡାକ ସବୁ ବାନର ସୈନ୍ୟଯାକ। ଆକାଶେ ରହିଣ ଦେବତା ଦେଖିଏ କୌତୁକ ବାରତା। କୁସୁମ ବରଷି ଚଳିଲେ ଆପଣା ଲୋକେ ସେହୁ ଗଲେ। ସୁଗ୍ରୀବ ଯୁଥ ଯୁଥ କରି ଡକାଏ ସୈନ୍ୟ ଭାଲୁ ହରି। ଘେନିଣ ନାନା ରୂପ ବର୍ଣ୍ଣ ଆସନ୍ତି ସରବେ ବହନ। ରଘୁମଣିଙ୍କ ଶ୍ରୀପୟର ସମସ୍ତେ ଲଗାଇଲେ ଶିର। ଗର୍ଜନ୍ତି କପି ବଳିଆର ଭଲ୍ଲୁକ ବଳ ବପୁଧର। ଶ୍ରୀରାମ ସର୍ବସୈନ୍ୟ ଚାହିଁ କଳିଲେ ବଳ ତାଅ ନାଇ। ରଘୁମଣିଙ୍କ କୃପା ବଳ ପାଇଣ ସର୍ବ କପିକୁଳ। ପକ୍ଷଯୁକ୍ତ ଗରି ସମାନ ପ୍ରକଟିଲେ ସେ ବଳବାନ। ହରଷେ ପ୍ରଭୁ ବିଜେ କଲେ ମାର୍ଗେ ସୁଲକ୍ଷଣ ଦେଖିଲେ। ସୀତାଙ୍କ ବାମାଙ୍ଗ ସ୍ଫୁରଇ ଶ୍ରୀରାମ ବିଜୟ ସୂଚାଇ। ସୀତାଙ୍କ ହୁଏ ସୁଶକୁନ ରାବଣର ଯେ ଅଶକୁନ। ବହୁ ଭାଲୁ ମର୍କଟ ଶ୍ରେଣୀ କେଅ ବା ପାରିବ ବଖାଣି। ଲଙ୍କା କଟକେ ସେ ଚଳନ୍ତି ଭୀମନାଦରେ ଗରଜନ୍ତି। ଚଳନ୍ତି ଗିରି ବୃକ୍ଷ ଧରି ନଖକୁ ଆୟୁଧ ସେ କରି। ଆକାଶୁ ଭୂତଳେ ଯାଆନ୍ତି ଆନନ୍ଦେ ଶ୍ରୀହରି ଉଠନ୍ତି। ସିଂହନାଦେ କପି ଚଳନ୍ତି ଦିଗପାଳେ ଡରେ ଚିତ୍କାରନ୍ତି। ମହି ଦିଗ୍ଗଜ ଚିତ୍କାରେ ଉଠଇ ଧରି ଗରିବରେ। ଗରଭ ଆଲୋଡ଼ି ସାଗର ଉଠଇ ଶଶୀ ଦିନକର। ଧାବନ୍ତି ହୋଇ ମତୁଆଲା କରିଣ ନାଦ କିଳିକିଳା। କିନ୍ନର ମୁନି ନାଗସୁର ଭାବନ୍ତି ଦୁଃଖ ହେଲା ଦୂର। କେଶବ ଈଶ୍ୱର ଶ୍ରୀହରି ପ୍ରବଳ ପ୍ରତାପ ତାଙ୍କରି। ରାମ ରାଘବ ଜୟ ଜୟ ହରଣ କର ଭବ ଭୟ। ଏମନ୍ତ ପ୍ରଭୁ ଗୁଣ ସ୍ଫୁରି ଚାଲନ୍ତି ମର୍କଟ କେଶରୀ। ରକ୍ଷ ବାନର ପାପ ଭାର ସହି ନ ପାରି ଶସ୍ତ୍ର ଶିର। ମୂରୁଛା ଯାଇ ବାରମ୍ବାର ବଂଶନ୍ତି ପିଠି କମରର। ଶ୍ରୀରାମ ପୁଣ୍ୟ ଅଭିଯାନ ସେ ଯେ ଅପୂର୍ବ ସୁଖମାନ। ଏମନ୍ତେ ଯାଇଣ ଶ୍ରୀରାମ ପ୍ରବେଶିଲେ ସିନ୍ଧୁ ପୁଳିନ। ବୁଲି ଭଲ୍ଲୁକ କପିବୀର କରିଲେ ସୁଫଳ ଆହାର। ଭାବନ୍ତି ନିଶାରେ ଗଣ ବାନର ବହୁ ବଳବାନ। ରାକ୍ଷସଙ୍କର ବହୁ ଶଙ୍କା ଯେଦିନୁ ପୋଡ଼ିଗଲା ଲଙ୍କା। ସରବେ କରନ୍ତି ବିଚାର ରାକ୍ଷସ ଲଭିଲେ ସଂହାର। ଯାହାର ଦୂତବଳ ମୁଖେ ବରଣି ପାରୁନାହୁଁ ରକ୍ଷେ। ସେ ଯେବେ ଏ ଲଙ୍କା ଆସିବ କିଏ ବା ଆଉ ବରତିବ। ଦୂତ ମୁଖୁ ବାଣୀ ଶୁଣିଣ ମନେ ବିଚାରି ପୁରଜନ। ବ୍ୟାକୁଳ ହୁଅଇ ଅନ୍ତର ମନ୍ଦୋଦରୀ ହୁଏ ଅଧୀର। ରାକ୍ଷସ ରାଜପାଦ ଧରି ଏକାନ୍ତେ କହେ କର ଯୋଡ଼ି। କହଇ ମଧୁର ବଚନେ ନୀତି ବୁଝାଇ ଧୀର ମନେ। ହରି ତୁ ଲେବାଦ ନ କର ବଚନ ମାନ କାନ୍ତ ମୋର। ମନରେ ହେତୁ କର ସ୍ୱାମୀ ମୋହର ବୋଲ ହିତ ଜାଣି। ଯାହାଙ୍କ ଦୂତ ବାହାଦୁରୀ ଶୁଣିଣ ଏହି ଲଙ୍କାପୁରୀ। ରାକ୍ଷସ ଗୃହିଣୀଙ୍କ ଗର୍ଭ ନାଥ ହେଇଲା ଡରେ ସ୍ରବ। ତାଙ୍କୁ ସମର୍ପିତା ଘରଣୀ ଆନନ୍ଦେ ଭୋଗ ଏ ଧରଣୀ। ତୁମ ବଂଶ କମଳ ବନ ସୀତା ଯେ ଶୀତ ରାତ୍ରି ସମ। ନ ଫାରାଇଲେ ସୀତା ସତୀ ତୁମ୍ଭଙ୍କୁ ନାହିଁ ଭଲ ଗତି। ଶଙ୍କର ବାସୁକି ଚାହିଁଲେ ରକ୍ଷା ନ କରି ବେଟି ଭଲେ। ରାକ୍ଷସ ଗଣ ଭେକ ସମ ରାମଙ୍କ ବାଣ ସର୍ପ ଜାଣ। ଗ୍ରାସିବା ଆଗୁ ସର୍ବତେଜ ବୁଦ୍ଧି ବିଚାରି ମନେ ହେଜ। ତେଜିଣ ଦମ୍ଭ ଅହଙ୍କାର ପଶ ଶରଣ ସେ ପୟର। ଶ୍ରୀପଦେ ଶରଣ ପଶିଲେ ଅଭୟ ପ୍ରାପ୍ତି ହେବ ଭଲେ। ଆନନ୍ଦେ ରାଜ୍ୟ ଭୋଗ କର ପ୍ରଭୁଙ୍କ ପାଦେ ଆଶ୍ରା କର। ସେ ପ୍ରଭୁ ରାମ ଦୟାମୟ ଦୂର କରିବେ ସର୍ବ ଭୟ। ଶୁଣିଣ ମନ୍ଦୋଦରୀ ବାଣୀ ହସଇ ଶଠ ଅଭିମାନୀ। ନାରୀ ଜାତିର ଏହି ଭାବ ସର୍ବଦା ସଭୟ ସ୍ୱଭାବ। ମୋହର ମଙ୍ଗଳ ସମୟେ କିମ୍ପା ଦେଖେଇ ସେତେ ଭୟେ। ମର୍କଟ ଦଳ ଆସି ଯେବେ ମୋହର ପୁରରେ ପଶିବେ। ଖାଇ ତାଙ୍କୁ ଆନନ୍ଦ ମନେ ଜୀଇଁବେ ଏ ଅସୁର ଗଣେ। ଯାହାର ଭୟେ ଲୋକପାଳ ଥରନ୍ତି ମନେ ଭରି ଡର। ତାହାର ସ୍ତ୍ରୀ ଡରି ମରେ ହସିବେ ପୁଣି ଏ ସଂସାରେ। ଶଠ ଏତେ କହି ହସିଲା ସ୍ତ୍ରୀକୁ ଉରେ ଲଗାଇଲା। ମଦ ଗର୍ବରେ ଯାର ହେଳେ ପ୍ରବେଶ ହେଲା ସଭାସ୍ଥଳେ। ମନ୍ଦୋଦରୀର ମନେ ଚିନ୍ତା ବିପରୀତ ହେଲା ବିଧାତା। ସଭାରେ ବସନ୍ତେ ଦଇତ ସନ୍ଦେଶ ଆସି କହେ ଦୂତ। ସିନ୍ଧୁ ତାରାରେ କପି ସେନା ପ୍ରବେଶ କଲେ କି ମଣିମା। ମନ୍ତ୍ରୀକୁ ପଚାରେ ରାକ୍ଷସ ବିଚାର ଏବେ ହେବ କିସ।
ହସିନ କହନ୍ତି ସକଳେ କିବା ଡର ଛାର ବାନରେ। ଜିଣିଛ ସୁରାସୁର ଗଣ ଏହାଙ୍କୁ ଡର କି କାରଣ। ମନ୍ତ୍ରୀ ବୈଦ୍ୟ ଗୁରୁ ତିନିହେ ସଭଏ ପ୍ରିୟ ବାଣୀ କହେ। ରାଜ୍ୟ ଦେହ ଏ ଧର୍ମ ଏ ତିନି ପଦାର୍ଥ ନାଶ ହୁଏ ପୁଣି। ସେ ଦଶା ହେଲା ରାବଣର ସଭାରେ ସ୍ତୁତି କଲେ ତାର। ଆସିଲେ ବିଭୀଷଣ ବୀର ଚରଣେ ନତ କଲେ ଶିର। ବସିଲେ ଆସନରେ ଯାଇ କହଇ ଅବସର ପାଇ। କୃପାନିଧି ଯେବେ ପଚାର କରିବାକୁ ମୋତେ ବିଚାର। ବୁଦ୍ଧି ଅନୁସାରେ ମୋହର ଭାଇ ମୁଁ ଦେବି ଯେ ଉତ୍ତର। ନିଜର କୈଳାସ ଯେବେ ବିଚାର ଶୁଭ ଗତି ତେବେ। ପର ନାରୀର ଆଶା ତେଜ ସୁଜ ସେ ସୁଖେ ଭୋଗ ରାଜ୍ୟ। ନହିଲେ ତୁମ୍ଭ ହିତ ନାହିଁ ଚତୁର୍ଥ ଚନ୍ଦ୍ର ପରି ହୋଇ। 14 ଭୁବନରେ ସେହି ଏକ ଛତ୍ରପତି ବୋଲାଇ। ଜୀବର ଦ୍ରୋହେ ଗତି ତାର ହୁଅଇ ନଷ୍ଟ ହେତୁ ଧର। ମାନବ ଗୁଣର ସାଗର ସର୍ବଜୀବଠାରୁ ଚତୁର। ଅଳପ ଲୋଭ ପାଇ ସେହି ଅନେକ ଧନ୍ଦା ସେ ଲଭଇ। ଲୋଭ ମଦ କ୍ରୋଧ ଯେ କାମ ଏ ନର କର ବାଟ ଜାଣ। ଏସବୁ ବରଜିଣ ଭାଇ ଭଜ ଶ୍ରୀରାମ ପଦେ ଯାଇ। ଯାହାଙ୍କୁ ସାଧୁ ସନ୍ଥ ଜ୍ଞାନ କରନ୍ତି ସର୍ବଦା ଭଜନ। ଭାଇ ରାମ ନୁହନ୍ତି ନର ଭୂପାଳ ଭୁବନ ଈଶ୍ୱର। ସେ ଯେ କାଳର ଅଟେ କାଳ କାଳ ଯାହାର ପରିଚାର। ପରମ ବ୍ରହ୍ମ ସେ ଅନନ୍ତ ଅନାଥ ଅଜ ଭଗବନ୍ତ। ସରବ ବ୍ୟାପକ ଅର୍ଜିତ ଯାହାର ନାହିଁ ଆଦିଅନ୍ତ। ଗୋରୁ ବ୍ରାହ୍ମଣ ହିତକାରୀ ସେ ପ୍ରଭୁ ନର ରୂପଧାରୀ। ଶ୍ରୀରାମ ସଜନ ରଞ୍ଜନ କୃପା ସିନ୍ଧୁ ଖଳ ଗଞ୍ଜନ। ବେଦ ଧର୍ମର ଯେ ରକ୍ଷକ ସନ୍ଥ ସୁର ମନୋରଞ୍ଜକ। ବୈରୀ ଭାବ ତେଜି ଭାଇ ପାଦେ ଶରଣ ପଶ ଯାଇ। ସେ ଯେ ପ୍ରଣତ ଦୁଃଖ ହର ରଘୁକୁଳର ଦିବାକର। ସମର୍ପି ତାଙ୍କୁ ବୈଦେହୀ ଭଜ ଶ୍ରୀରାମ ପଦେ ଯାଇ। ଯେ ବିଶ୍ୱଦ୍ରୋହ ପାପ ଭରେ ଶରଣ ସମ୍ଭାଳନ୍ତି ତାରେ। ମନରେ ହେଜ ମହାବୀର ଏ ପ୍ରଭୁ ପ୍ରକଟ ଶରୀର। ଯା ନାମ ନେଲେ କ୍ଷଣେ ଦଣ୍ଡେ ଅଶେଷ ପାପ ହେଳେ ଖଣ୍ଡେ। ପାଦରେ ପଡ଼ି ବାର ବାର ମୋର କହିବା ଘେନା କର। ମାନ ମଦକୁ ତେଜି ଭାଇ ଶ୍ରୀରାମ ପଦେ ଭଜ ଯାଇ। ପୁଲସ୍ତ୍ୟ ଋଷି ଶିଷ୍ୟ ହାତେ ବାର୍ତ୍ତା ପଠାଇଥିଲେ ତୋତେ। ଏ ଅବସରେ ତୋତେ ମୁଁ ହିଁ କହିଲି ସେହି କଥା ଭାଇ। ମନ୍ତ୍ରୀର ନାମ ମାଲ୍ୟବନ୍ତ ବିବେକୀ ଚତୁର ପଣ୍ଡିତ। ସେ ବିଭୀଷଣ କଥା ଶୁଣି ମନରେ ତାଙ୍କୁ ହିତମଣି। କହଇ ଆହେ ନୃପବର ତୁମ୍ଭର ଭ୍ରାତା ନୀତିଧର। ଯାହା କହିଲେ ବିଭୀଷଣ ମନରେ ତାଙ୍କୁ ତୁମ୍ଭେ ଘେନ। ଏତେକ ଶୁଣିଣ ରାବଣ ହେଇ 62 ଗଣ। ଗାଓ ମୋର ଅଗ୍ରତେ ଆସି ବୈରୀର ବଢ଼ାଇ ମିଶି। ଦୁହିଁଙ୍କୁ କରି ଦିଅ ଦୂର ଗଲେ ମନ୍ତ୍ରୀ ଆପଣାପୁର। କର ଯୋଡ଼ିଣ ଉଭା ହେଲା ତହିଁ ବିଭୀଷଣ ବୋଇଲା। କହଇ ଭାଇ ଶୁଣ ମୋର ବିନୀତ ଏ ମୋ ଦଶ ଶିର। ବେଦ ପୁରାଣ ଅଛି ଭଣି ଶୁଣନ୍ତୁ ଆହେ ନୃପମଣି। ସୁମତି କୁମତି ଏ ଜାଣ ଅଟଇ ସମସ୍ତଙ୍କ ଗୁଣ। ହୋଇଲେ ଜାଣ ତୁ ସୁମତି ବଢ଼ଇ ଅଚଳ ସମ୍ପତ୍ତି। କୁମତି ଠାରୁ ଉପୁଜଇ ଅପାର ବିପତ୍ତି ଘଟଇ। ତୁମ୍ଭଙ୍କୁ ଗ୍ରାସଇ କୁମତି ଫଳଟି ବିପରୀତ ଅତି। ହିତକୁ ମଣୁଛ ଅହିତ ଶତ୍ରୁଙ୍କୁ ମଣୁଅଛ ମିତ୍ର। ନିଶାଚର କୁଳର ଜାଣ ସୀତା ଯେ କାଳ ରାତ୍ରି ସମ। ସୀତାରେ କିମ୍ପା ଇଚ୍ଛ ପ୍ରୀତି ଏ ତୁମ୍ଭ ବିପରୀତ ମତି। ମାଗୁଛି ପାଦ ଧରି କରେ ରଖ ମିନତି ମୋର ବାରେ। ତୁମ୍ଭର ହିତ ହେବ ଜାଣ ସୀତା ସମର୍ପି ନେଇ ରାମ। ବେଦ ପୁରାଣ ସନମତ ଯେ ବାଣୀ ସାଧି ସମର୍ପିତ। ଶୁଣାନ୍ତି ନୀତି ମିଶା ବାଣୀ ରାବଣେ ବିଭୀଷଣ ଭଣି। ଶୁଣି କ୍ରୋଧରେ ଦଶାନନ କହଇ ହୋଇ କମ୍ପମାନ। ରେଖଳ ବିଭୀଷଣ ଶୁଣ ତୋହର ଆସନ ନିଧନ। ମୋହର ବଳେ ତ ଜୀବନ ରହିଛି ପାମର ଅଜ୍ଞାନ। ଶ୍ରୀରାମ ସଦା ଶତ୍ରୁ ମୋର ତା ଶୁଭ କରୁଛି ବିଚାର। କହ ତୁ କେ ଅଛି ଜଗତେ ଯାରେ ଜିଣିଛି ନିଜ ହାତେ। ମୁଖର ହୀନ ମୋର ପୁର ତପି ଗଣ ପ୍ରୀତି ତୋହର। ଯାଅ ତୁ ରାମେ କର ପ୍ରୀତି ତା ଆଗେ ବଖାଣିବୁ ନୀତି। ରାବଣ ପଦାଘାତ କଲା ବିଭୀଷଣ ପଦେ ଲୋଟିଲା। ତା ପାଦେ ନତ କରି ଶିର ବିନତି କରେ ବାରମ୍ବାର। ଶଙ୍କର କହନ୍ତି ଗୌରୀ ଏତ ସାଧୁର ବାହାଦୁରୀ। ମନ୍ଦ ଯେ ଚିନ୍ତିବା ଜନର ଉପକାରୀ ହୁଏ ତାହାର। ତୁମ୍ଭେ ମୋ ଭ୍ରାତା ପିତା ସମ କାନ୍ଦି କହଇ ବିଭୀଷଣ। ପ୍ରହାର ମୋତେ କଲ ତୁମ୍ଭେ ହରି ଭଜନ କର ଏବେ। ଏତେ କହିଣ ବିଭୀଷଣ ସକଳେ ଶୁଣ ଏ ବଚନ। ସତ୍ୟ ଶ୍ରୀରାମ ଭଗବାନ ସଭାତ କାଳ ବଶ ଜାଣ। ସେ ପାଦେ ପଶିବି ଶରଣ ଏହା ମୋ ସଂକଳ୍ପ ଜାଣ।
ପଶ୍ଚାତେ ନ ଦେବୁଟି ଦୋଷ, ହୋଇବ ନିଶ୍ଚେତ ବିନାଶ। ଚଳିଲା ବିଭୀଷଣ ବୀର, ଲୋଡ଼ିଲା ଶ୍ରୀରାମ ପୟର। ସେଦିନୁ ରାକ୍ଷସଙ୍କ ଆୟୁ କ୍ଷୀଣ ହୋଇଲା ଚାହୁଁ ଚାହୁଁ। ବୋଲନ୍ତି ଉମା ମୁଖ ଚାହିଁ, କୈଳାସପତି ଭୂତ ସାଇଁ। ସାଧୁର ହେଲେ ଅପମାନ, ବିନାଶ ସକଳ କଲ୍ୟାଣ। ରାବଣ ବିଭୀଷଣ ତ୍ୟାଗ କରିଲା, ପଡ଼ିଲା ଦୁର୍ଭାଗ୍ୟ। ଲଙ୍କାରୁ ବିଭୀଷଣ ହର୍ଷେ, ଚଳିଲା ସୀତାପତି ପାଶେ। ସତେ ପୂରିବ ତାର ଆଶ, ଉପୁଜେ ସତ ଅଭିଳାଷ। ଦେଖିବି ପ୍ରଭୁ ପଦ ତଳ, ଭକତ ସୁଖଦ କମଳ। ଯେ ପଦ ପର ସେ ପଥର, ଅହଲ୍ୟା ହୋଇଲା ନିସ୍ତାର। ପବିତ୍ର ହୋଇଲା କାନନ, ଦଣ୍ଡକ ପଞ୍ଚବଟୀ ଜାଣ। ଯେ ପଦ ସଦା ସୀତା ସତୀ, ଅନ୍ତରେ ଚିନ୍ତା କରୁଥାନ୍ତି। ଯେ ପଦ ଧାଇଁଲା ପଛରେ, ମାୟାକୁ ରଙ୍ଗେ ମାୟା ଧରେ। ହର ହୃଦୟରେ ପଦ୍ମ ହୋଇ, ଯେ ପଦ ସଦା ବିରାଜଇ। ସେ ପାଦ ପଦ୍ମକୁ ଦେଖିବି, ନେତ୍ର ମୋ ପବିତ୍ର କରିବି। ଆହା ମୋ ବଡ଼ ଭାଗ୍ୟ ଫଳେ, ଦେଖିବି ରାମ ପଦ ଡୋଳେ। ଯେ ପାଦ ପାଦୁକାକୁ ଧରି, ଭରତ ନେଲେ ଶିରେ ଧରି। ସେ ପାଦ ପଙ୍କଜର ରଜ, ଲୋଭିଏ ଅଧମ ଆଜ। ସେ ପ୍ରେମେ କରିଣ ବିଚାର, ପ୍ରବେଶ ହେଲା ସିନ୍ଧୁ ତୀର। କପି ଦେଖିଲେ ବିଭୀଷଣ, ଭାବିଲେ ପେଶିଛି ରାବଣ। ଦେଖିଣ କପିଗଣେ ତାକୁ, ସନ୍ଦେଶ ଦେଲେ ସୁଗ୍ରୀବକୁ। ଯାଇଣ ରଘୁବୀର ପାଶେ, ସୁଗ୍ରୀବ କହିଲା ସନ୍ଦେଶ। ରାବଣ ହୋ ଭାଇ ସେହି ବୀର, ଲୋଡ଼ଇ ଆସିବ ଛାମୁର। ସୁଗ୍ରୀବ ପୁଛନ୍ତି ରାଘବ, କୁହନ୍ତୁ ଶୁଭ କି ହୋଇବ। ଉତ୍ତରେ ସୁଗ୍ରୀବ କହଇ, ଶୁଣ ଦୟାଳୁ ଭାବଗ୍ରାହୀ। ଜନମ ନିଶାଚର ଯୋନି, ତାହାର ମାୟା ନୁହେଁ ଜାଣି। କାମରୂପୀ ତାମସ ଦେହି, କି କାରଣେ ସେ ହୁଆ ସଇ। ଭେଦ ଆମ୍ବ ବୁଝିବା ପାଇଁ, ଭାବଇ ମୁହିଁ ସେ ଆସଇ। ବାନ୍ଧିଣ ରଖିବା ତାହାକୁ, ପାଞ୍ଚିଛି ମନେ ମୁଁ ଏହାକୁ। କହନ୍ତି ସୁଗ୍ରୀବକୁ ରାମ, କହିଲ ଉଚିତ ବଚନ। ମାତ୍ର ସଖା ପଣ ମୋହର, ରଖେ ଶରଣାଗତ ମୋର। ପ୍ରଭୁଙ୍କ ବାଣୀ ଶୁଣି ହନୁ, ହରଷି ଉଠଇ ତା ତନୁ। ଭକ୍ତବତ୍ସଳ ଭାବଗ୍ରାହୀ, ତା ବିନୁ କିଛି ଜାଣେ ନାହିଁ। ହାନି ହେବ ଭାବି ମନକୁ, ଯେତେ ଯେ ଶରଣାଗତକୁ। ସେ ପାପୀ ପାମରର ମୁଖ, ଚାହିଁଲେ ନ ମିଳଇ ସୁଖ। ପାପଙ୍କ ମଧ୍ୟେ ପରମାଦ, କୋଟିଏ ବିପ୍ରକର ବଧ। ଶରଣ ପଶିଲେ ମୋଠାରେ, ଶରଣ ସମ୍ଭାଳେ ମୁଁ ତାରେ। ଜୀବ ସନ୍ମୁଖ ହେଲେ ମୋର, ଅନେକ ପାପ ଖଣ୍ଡେ ତାର। ସ୍ୱଭାବ ପାପାଜନଙ୍କର, ବିଦିତ ଏ ସାରା ସଂସାର। ମନ ତା କେବେ ନ ପଶଇ, ମୋର ଭଜନ ନ କରଇ। ବିଭୀଷଣର ମତି ଯେବେ, ହୋଇଥାନ୍ତା ଖଳ ତେବେ। ମୋ ସନ୍ମୁଖେ ସେ କି ଆସନ୍ତେ, ଜାଣିଣ ମୋତେ ରକ୍ଷହନ୍ତା। ନିର୍ମଳ ଅଟେ ଯାର ଚିତ୍ତ, ଛନ୍ଦକ ପଟୁ ଯେ ରହିତ। ସେ ଜନମ ପ୍ରିୟ ଅଟଇ, ସେ ଅନ୍ତକାଳେ ମୋତେ ପାଇ। ଭେଦ ଛିଦ୍ର କରି ରାବଣ, ପେଶିଛି ଯେବେ ବିଭୀଷଣ। ମୋହର ମନ କ୍ଳେଶ ନାହିଁ, ଶୁଣ ସକଳ କପି ତହିଁ। ସଂସାରେ ଯେତେକ ରାକ୍ଷସ, ଲକ୍ଷ୍ମଣ କରିପାରେ ନାଶ। ଭୟରେ ପଳାଇ ଆସିଣ, ମୋହର ଲୋଡ଼ଇ ଶରଣ। ମୋହର ନିଜ ପ୍ରାଣ ପରି, ରଖିବି ଭୟ ଦୂର କରି। ଭଲେ ଅବା କପଟେ ଥାଇ, ଘେନିଣ ଆସ ତାକୁ ଯାଇ। ଏସନେ ଭାସନ୍ତେ ଶ୍ରୀରାମ, ସାଦରେ ଗଲେ କପିଗଣ। ହନୁମାନ ଅଙ୍ଗଦ ଦୁଇ, ବିଭୀଷଣଙ୍କୁ ସଙ୍ଗେ ନେଇ। ତାହାଙ୍କୁ ପରମ ଆଦରେ, ନେଲେ ଶ୍ରୀରାମଙ୍କ ଛାମୁରେ। ଦୂରରୁ ଦେଖି ଦୁଇ ଭାଇ, ନୟନୁ ଲୋତକ ଝରଇ। ଶୋଭାଧାମଙ୍କ ଛବି ଦେଖି, ତାର ନୟନ ପଡ଼େ ଥକି। ଶ୍ରୀରାମ କମଳ ନୟନ, ଦୁଃଖୀର ଆରତ ମୋଚନ। ଶ୍ୟାମଳ କୋମଳ ଶରୀର, ପ୍ରଳମ୍ବ ବାହୁ ଦଣ୍ଡଧର। ବିଶାଳ ପ୍ରଶସ୍ତ ହୃଦୟ, ଶ୍ରୀମୁଖ ଶିରା ଶୋଭା ପାୟ। ଭରିଲା ତାର ନେତ୍ର ନୀର, ପୁଲକି ଉଠିଲା ଶରୀର। ଧୈର୍ଯ୍ୟ ଧରି ସେ ମନର, କହଇ ସୁକୋମଳ ଗୀର। ଭୋରଗୁ ନାଥ ସୁରପାଳ, ମୁହିଁ ଯେ ଜାତ ଦୈତ୍ୟ କୁଳ। ଯେଉଁ ରାବଣ ଲଙ୍କାନାଥ, ମୁଁ ଯେ ତାର କନିଷ୍ଠ ଭ୍ରାତ। ଏ ଦେହେ ସଦା ପାପେ ରତି, ଯେସନେ ଭଲ୍ଲୁକର ପ୍ରୀତି। ସୁଯଶ ଶୁଣି ମୁଁ ତୁମ୍ଭର, ଆସିଛି ତେଜି ଲଙ୍କାପୁର। ତୁମ୍ଭେ ଯେ ଭବ ଭାରାହାରି, ଶରଣ ରକ୍ଷଣ ଶ୍ରୀହରି। ତ୍ରାହି କର ଏ ଦିନ ଦୁଃଖୀ, ଦୁଃଖ ହରି ଶରଣ ରଖି। ଏମନ୍ତ କହି ଦଣ୍ଡବତ, କରିଲା ପ୍ରଭୁ ପାଦଗତ। ଆନନ୍ଦେ ଗଦ ଗଦ ହୋଇ, ଉଭା ହୋଇଲେ ରଘୁରାଇ। ଦାନର ବାଣୀ ଶୁଣି କର୍ଣ୍ଣ, ପ୍ରଭୁ ହୋଇଲେ ତୋଷ ମନ। ହୃଦରେ ତାକୁ ଲଗାଇଲେ, ଭୁଜ ପାଶରେ ବାନ୍ଧି ଦେଲେ।
ସାଦରେ ନିଜ ପାଶେ ନେଇ ଅନୁଜ ସହିତେ ବସାଇ। ସୁଭାଷେ ଭକ୍ତ ମନୋହର ପୁଛିଲେ ବାରଣ କୁଶଳ। କୁସ୍ଥାନେ ରହିଅଛ ଯେଣୁ କହ ସକଳ ବାର୍ତ୍ତା ଏଣୁ। ଖଳ ଦଳରେ ଦିବା ରାତି ନିବାସ ତୁମ୍ଭ ଲଙ୍କାପତି। ଧର୍ମେ ମତି କେହ୍ନେ ତୁମର କୁହନ୍ତୁ ସଖା କରି ସ୍ଥିର। ମୁଁ ଜାଣେ ସ୍ୱଭାବ ତୁମ୍ଭର ଶଶାଙ୍କ ପରି ଯେ ବିମଳ। ତୁମ୍ଭେ ଯେ ନ ଲୋଡ଼ିଅ ନୀତି ପାଳନ କର ସଦା ନୀତି। ନରକ ବାସ ପଛେ ହେଉ ଦୃଷ୍ଟ ସଙ୍ଗତ ପ୍ରାପ୍ତି ନହୁଁ। ସୁସଙ୍ଗ ଉତ୍ତମ ସଂସାରେ କୁସଙ୍ଗ ଦୁଃଖମ ବିଚାରେ। ଆନନ୍ଦ କହେ ବିଭୀଷଣ ନିରେଖି ପ୍ରଭୁଙ୍କ ବଦନ। ମୋହର ସମସ୍ତ କୁଶଳ ଦର୍ଶନେ ତୋ ପଦ ଯୁଗଳ। ସହଜେ ଏ ଦେହ ନଶ୍ୱର ଜୀବର ଜାଣେ ଏ ବିଚାର। ସପନେ ନ ପାଏ ବିଶ୍ରାମ ପଥ ଭ୍ରାନ୍ତେ କଲେ ଗମନ। ହୃଦୟେ ବସେ ଖଳ ବୃଦ୍ଧି ଲୋଭ ମୋହ ମଦ କାମାଦି। ନହିଲେ ପ୍ରକଟ ହୃଦର ପ୍ରଭୁ ଧରିଣ ଧନୁଷର। ଯୌବନତା କାଳ ରାତ୍ରି ମମତା ଅଟେ ତା ତିମିରି। ନ ଲଭେ ସୁଖର ସେ ଲେଶ ସଦା ପ୍ରାପତ ରାଗ ଦେଶ। ସଦା ବସନ୍ତି ଜୀବ ହୃଦେ ତବ କୃପା ନହିଲେ ଭଜେ। ଏବେ ତ ପଦ କଞ୍ଜ ଦେଖି ପବିତ୍ର ହେଲା ମୋର ଆଖି। କୁଶଳ ହେଲା ସବୁ ମୋର ମେଣ୍ଟିଲା ଭବ ଭୟ ଘର। ତୋର କରୁଣା ଯାରେ ହୋଇ ତ୍ରିତାପ ତାକୁ ନ ଲାଗଇ। ମୁନିସାଚର ଯେ ଅଧମ ଜାଣେ ନା ଶୁଭ ଆଚରଣ। ରୂପଜା ମୁନି କରି ଧ୍ୟାନ ପ୍ରାପ୍ତ ନୁହନ୍ତି ଦରଶନ। ଯେ ପ୍ରଭୁ ଅତି ଅଗୋଚର ସେ ମତେ ଲଗାଇଲେ ଉର। ଭାଗ୍ୟ ମୋ ଅତି ଅନୁପମ ଦେଖିଲି ପ୍ରଭୁ ସୁଖଧାମ। ଅଗମ୍ୟ ଯାହା ବ୍ରହ୍ମା ଶିବେ ସେ ପଦ ପ୍ରାପ୍ତ ମତେ ଏବେ। କହନ୍ତି ରାମ ତୁମ୍ଭେ ଶୁଣ ମୋର ସ୍ୱଭାବ ବିଭୀଷଣ। ଭୁଷୁଣ୍ଡି ଗୌରୀ ଶଙ୍କର ଏ ତିନି ଜଣଙ୍କୁ ଗୋଚର। ଚରାଚର ଦ୍ରୋହୀ ଯେ ଜନ ଶେଷରେ ନିଏ ମୋ ଶରଣ। କପଟ ମୋହ ଛଳ ମଦ ବର ଜିଭ ଯେ ମୋର ପଦ। ସାଧୁ ସମାନ ତାରା ହୁଏ ଅନ୍ତକାଳେ ବୈକୁଣ୍ଠ ଯାଏ। କୁଟୁମ୍ବ ବନ୍ଧୁ ପିତା ମାତା ତନୁ ଧନ ପୁତ୍ର ଦୁହିତା। ଯକ୍ଷୀ ଏକାଧାରେ ବନ୍ଧନ ମୋ ପାଦେ ବାନ୍ଧେ ଯେହୁ ମନ। ସମଦର୍ଶୀ ଇଚ୍ଛାହୀନ ହରଷ ଶୋକ ଭୟ ଶୂନ୍ୟ। ସେ ଜନ ଅତି ପ୍ରିୟ ମୋର ସଦା ସହାୟ ହୁଏ ତାର। ତୋପରି ସାଧୁ ପ୍ରିୟ ମୋର ମୁଁ ସାଧି ପାଇଁ ଅବତାର। ସୁଗୁଣ ପୂଜା ପ୍ରିୟ ଯାର ପାଳକ ନୀତି ନିୟମର। ଦ୍ୱିଜ ପଦରେ ଯାର ପ୍ରେମ ସେ ମୋ ସେବକ ପ୍ରିୟ ଜାଣ। ହେ ଲଙ୍କାପତି ଏବେ ଶୁଣ ଏସବୁ ଗୁଣେ ତୁମ୍ଭେ ପୂର୍ଣ୍ଣ। ତେଣୁ ପ୍ରିୟର ତୁମ୍ଭେ ଅତି ମୋହର ଅତିଶୟ ପ୍ରୀତି। ଶୁଣିଣ ରାମଙ୍କ ବଚନ ଆନନ୍ଦେ ବାନର ସିନ। ଜୟ ଶ୍ରୀରାମ ଉଚ୍ଚାରିଲେ ଚତୁର୍ଦିଗକୁ କମ୍ପାଇଲେ। ଏମନ୍ତ ଶୁଣି ବିଭୀଷଣ ମଣଇ କର୍ଣ୍ଣର ସାୟନ। ଶୁଣ ଏ କମଳ ଭାରତୀ ନ ଲଭେ ମନରେ ତୃପତି। ଶ୍ରୀରାମ ପାଦେ ପ୍ରଣମଇ ପ୍ରେମେ ହୃଦୟ ଉଛୁଳଇ। ଶୁଣନ୍ତୁ ଚରାଚର ସ୍ୱାମୀ ତୁମ୍ଭେ ଯେ ସର୍ବ ଅନ୍ତର୍ଯ୍ୟାମୀ। ଶୁଣନ୍ତୁ ଆହେ ପଦ୍ମନାଭ ହୃଦେ ମଥିଲା ରାଜ୍ୟ ଲୋଭ। ତୋ ପଦ ପ୍ରୀତି ସ୍ରୋତେ ମିଶି ମୋହର ଲୋଭ ଗଲା ଭାସି। ଏବର ମୋହର କାମନା ଦିଅନ୍ତୁ ଜାଣି ମହାମନା। ମାଗକୁ ପ୍ରଭୁ ଦୟାମୟ ଶିବ କାମ୍ୟ ଭକତି ଦିଅ। ଅସ୍ତୁ କହିଣ ବୀର ବର ଆଣ ବୋଇଲେ ସିନ୍ଧୁ ଜଳ। ତୁମ୍ଭର କିଛି ଅଭିଳାଷ ହୃଦରେ ନାହିଁଟି ଅବଶ୍ୟ। ନିର୍ମଳ ତବ ହୃଦ ମନ ବିଫଳ ନୋହିବ ଦର୍ଶନ। ଏତେ କହିଣ ରଘୁରାଇ ରାଜ ଟୀକା ଦେଲେ ପିନ୍ଧାଇ। ଆଜହୁ ତୁମ୍ଭେ ହେଇ ଭାଇ ସୁବର୍ଣ୍ଣ ଲଙ୍କାପୁର ସାଇଁ। ଦେଖି ରାମଙ୍କ ଏବେ ଭାର ହୋଇଲା ବୃଷ୍ଟି କୁସୁମର। ରାବଣ କ୍ରୋଧୀ ଅଗ୍ନି ସମ ନିଜ ଶ୍ୱାସ ଘୋର ପବନ। ବିଭୀଷଣ ଜଳନ୍ତେ ତହିଁ ତାହାକୁ ବଞ୍ଚାଇଲେ ସାଇଁ। ରାବଣ 10 ମୁଣ୍ଡ କାଟି ପୂଜି ଶିବ ପାଏ ବିଭୂତି। ଦର୍ଶନ ମାତ୍ରେ ବିଭୀଷଣ ରାମ ତା ଦେଲେ ଜାଣି ପୁଣ। ଏମନ୍ତ ପ୍ରଭୁ ତେଜିଆନ ଭଜଇ ଜାଣି ଯେ ଅଧମ। ପଶୁ ସିଂହ ଲାଞ୍ଜ ବିହୀନ ମଣି ବି ତାରେ ଭାଇ ଜାଣ। ବିଭୀଷଣକୁ ଆପଣାର କରିଲେ ପ୍ରଭୁ ରଘୁବୀର। ଏତ ପ୍ରଭୁଙ୍କ ଗୀତି ଜାଣି ବାନର ମନ ନିଏ କିଣି। କହନ୍ତି ସର୍ବ ଉଗ୍ରବାସୀ ଉରବାସୀ ସର୍ବଜ୍ଞ ସକଳ ଉଦାସୀ। ସେ ସର୍ବ ରୂପେ ସର୍ବାତୀତ ସେ ପୁଣି ପାଳନ୍ତି ଜଗତ। ସେ ଯେ ଜଗତ ହିତକାରୀ ସେ ପ୍ରଭୁ ନର ରୂପ ଧାରୀ। କହନ୍ତି ପ୍ରଭୁ ସୁଗ୍ରୀ ଶୁଣ ଲଙ୍କେଶ ସର୍ବ ବୀରଗଣ। କେମନ୍ତେ ସାଗର ଭୀଷଣ ଲଙ୍ଘିବା କୁହ ବୀରଗଣ। କୁମ୍ଭୀର ମତ୍ସ୍ୟ ଯେ ମକର ସର୍ପେ ଭରା ଚିରସାଗର। ଅତୀବ ଅଗାଧ ଦୁସ୍ତର ଏ ଯେ ଭୀଷଣ ପାରାବାର। ଲଙ୍କାପତି ଯେ କର ଯୋଡ଼ି କହଇ ରାମ ପାଦେ ପଡ଼ି।
କୋଟିଏ ସିନ୍ଧୁ ଶୋଷି ପାରେ ତୁମ୍ଭର ସାୟକ ପ୍ରହାରେ। ତଥାପି ନୀତିକୁ ବିଚାରି କର ବିଚାର ଚାପଧାରୀ। ସବିନୟ ଭାସେ ଭାସ ସାଗର ଅନ୍ତରକୁ ତୋଷ। ତବ କୂଳ ଗୁରୁ ସାଗର କୀର୍ତ୍ତି ସାଗର ପୁତ୍ରଙ୍କର। ସିନ୍ଧୁ ନିଜେ ପ୍ରକଟ ହୋଇ ଉପାୟ ଦେବେଟି ବତାଇ। ତରିବା ପ୍ରୟାସର ବିନା ଏ ଅପାର ସମୁଦ୍ର ବିନା। ଭାଲୁ ବାନର ଅବହେଳେ ପାର ହୋଇବେ ଯୁଦ୍ଧ ବଳେ। କହନ୍ତି ରାମ ଲଙ୍କାପତି ସଖା ତୁ କହିଲୁ ସୁନୀତି। ଦଇବ ସହାୟ ହୋଇଲେ କରିବି ତା ଚେତି ବଇଲେ। ରାମଙ୍କ ବିଚାର ଲକ୍ଷ୍ମଣ ମନକୁ ନ ଆସଇ ପୁଣ। ଦୁଃଖ ଜଳରେ ହୃଦ ଭାସେ ଲକ୍ଷ୍ମଣ ଉତ୍ତରରେ ଭାସେ। ପ୍ରଭୁ ହୋଇବେ କି ଭରସା ସୁଖାଅ ସିନ୍ଧୁ ମୋର ଆଶା। ଭୟେ ଆତୁର ଯେଉଁ ନରେ ସେ ସିନା ଦୈବ୍ୟ ଆଶ୍ରା କରେ। ଯେ ଜନ ସର୍ବଦା ଅଳସ ଦୈବେ ଡାକେ ଡରେ ଅବଶ୍ୟ। ହସି ଉତ୍ତରିଲେ ତା ଶୁଣି ଲକ୍ଷ୍ମଣେ ପ୍ରଭୁର ଘୁମଣି। ପୂର୍ଣ୍ଣ ହୋଇବ ଇଚ୍ଛା ତୋର ସେ ଯାଏ ଧୈର୍ଯ୍ୟ ତୁମ୍ଭେ ଧର। ରାଘବ ପ୍ରବଧି ଅନୁଜେ କରିଲେ ସିନ୍ଧୁ ତାର ବିଜେ। ପ୍ରଣମୀ ସାଗର ପୟରେ ବସିଲେ କୁଶାସନ ପରେ। ଯେ କାଳେ ଶ୍ରୀରାମ ପାରୁଷ ବିଭୀଷଣ କଲା ପ୍ରବେଶ। ସଙ୍ଗେ ସଙ୍ଗେ ବିଶ୍ରବାସୁତ ପଠାଇଲା ସେ ଏକ ଦୂତ। କପଟ କପି ହୋଇ ଦୂତ ଦେଖିଲା ସେ ପ୍ରଭୁ ଚରିତ। ପ୍ରଶଂସେ ପ୍ରଭୁଙ୍କ ସ୍ୱଭାବ ଶରଣ ରକ୍ଷଣ ରାଘବ। ଅତି ପ୍ରେମର ମଗ୍ନ ହେଲା କପଟ ପ୍ରଭାବ ମେଣ୍ଟିଲା। ପ୍ରଭୁଙ୍କ ସ୍ୱଭାବ ପ୍ରଭାବେ ବନଇ ସେ ପ୍ରକଟ ଭାବେ। ଚିହ୍ନିଲେ ଶତ୍ରୁଦୂତ ବୋଲି ବାଳି ସୁଗ୍ରୀବ ପାଶେ ମିଳି। ସୁଗ୍ରୀବ କହଇ ବାନରେ ଶୁଣ ସର୍ବେ ମୁଁ ଏହା ଭାଳେ। ଦୂତର ଅଙ୍ଗ ଭଙ୍ଗ କରି ପେଶିବା ୟାକୁ ପଙ୍ଗୁ କରି। ଶୁଣିନ ସୁଗ୍ରୀବ ବଚନ ଧାଇଁଲେ ସର୍ବ କପିଗଣ। ବୁଲାଇଲେ ତାହାକୁ ବାନ୍ଧି ଗଡ଼ ଭିତରେ ଗଳି କନ୍ଦି। ବାନରେ ଦୂତକୁ ପ୍ରହାର କରିଲେ ବହୁ ପ୍ରକାର। ଚିତ୍କାର ସେ କରନ୍ତେ ସୁଦ୍ଧା ନ ଛାଡ଼ି ଦେଲେ ବହୁ ବିଧା। ଯହୁଁ ଚିତ୍କାରିଲା ସେ ଦୂତ ପ୍ରଭୁ ଶ୍ରୀରାମଙ୍କ ଶପଥ। ନାସା କର୍ଣ୍ଣ ଛେଦନ କର ମୋହର ଏ ଅର୍ଥ ବିଅର୍ଥ ନ କର। ଲକ୍ଷ୍ମଣ ତାହାକୁ ଡାକିଲେ ଦୟା ବହିଣ ଛାଡ଼ିଦେଲେ। ମୂଢ଼ ରାବଣେ ଏ ପୁତ୍ରିକା ଦେବୁଟି ନେଇ ଦୂତ ଏକା କୂଳ ଘାତି ପଢ଼ୁଏ ପତ୍ର ପତ୍ରିକା ଲକ୍ଷଣ ଲିଖିତ। ମୂର୍ଖକୁ କହିବୁ ବୁଝାଇ ଉଦାର ସନ୍ଦେଶ ଗୋଏହି। ସୀତାଙ୍କୁ ଯଥା ସମ୍ମାନରେ ସମର୍ପି ଶ୍ରୀରାମ ପୟରେ। ସୁଖେ ସେ ରାଜ୍ୟ କରୁ ତାର ନହିଲେ ନାଶ ଧ୍ରୁବ ତାର। ଅନୁଜ ଲକ୍ଷ୍ମଣ ପୟର ଦୂତ ଯେ ଲଗାଇଲା ଶିର। ଲକ୍ଷ୍ମଣ ଗୁଣ ବର୍ଣ୍ଣି ହେଲା ଶିବିରୁ ବାହାର ହୋଇଲା। ଶ୍ରୀରାମ ଯଶ ଗୁଣ ଗୁଣି ଲଙ୍କାରେ ପ୍ରବେଶିଲା ପୁଣି। ରାବଣ ଚରଣରେ ଦୂତ ଯାଇ ହୋଇଲା ପ୍ରଣିପାତ। ହସି ହସି ସେ ଦଶ ଶିର ପଚାରେ କୁହ ସମାଚାର। କହ ଦୂତ ଏବେ ଉତ୍ତର ସବୁ କୁଶଳ କି ନା ତୋର। କୁଶଳେ ଅଛି କି ବିଭୀଷଣ ମୃତ୍ୟୁ ତା ହେଲାଣି ଆସନ। ରାଜୁତି ବସି କରୁଥିଲା ଯେବେ ସେ ଲଙ୍କାପୁରେ ଥିଲା। ଏବେ ସେ କୀଟ ପରିପାଦେ ଦଳା ହୋଇବ ପ୍ରମାଦେ। ବଲୋକ ବାନର ସହିତେ ଆସନ୍ତି ମରିବା ନିମନ୍ତେ। ଯେମତ ତଣ୍ଡୁଳ ସଙ୍ଗତେ କୀଟ କାଳ ମୁଖେ ଆସନ୍ତେ। ସାଗର ଦୟା ବହି ପରା ପାରିବ କି ରଖି ବିଚରା। ତପସ୍ୱୀ ଦୁଇ ଭାଇ କଥା କହିବୁ ବିଚାରିଣ ମଥା। ମୋର ଭୟରେ ତାହାଙ୍କର ହୃଦୟ ହୁଏ ଥରହର। ଶୁଣି ମୋର ଯଶ କୀରତି ଫେରିଗଲେ କି ଦୁଇ ଯତି। ରିପୁର ତେଜ ବଳ କେତେ ଖୋଲି ନ କହୁ କିମ୍ପା ମୋତେ। କୁହ ଇଶୁକ ଯୋଡ଼ି ହାତ ସରାଗେ ପଚାରୁଛ ନାଥ। କହୁଛି ସାବଧାନେ ଶୁଣ କ୍ରୋଧ ନ କରିଣ ରାଜନ। ତୁମ୍ଭ ଭାଇ ହୁଅନ୍ତେ ଭେଟ କଲେ ତାକୁ ଲଙ୍କା ସମ୍ରାଟ। ରାବଣ ଦୂତ ଚିହ୍ନି କପି ଦେଲେ ବହୁ ଦଣ୍ଡ ପ୍ରତାପୀ। ନାସିକା କାନ କାଟିବାର ବିଚାର କରନ୍ତେ ମୋହର। ଶ୍ରୀରାମ ଶପଥକୁ ଦେଇ ଲଭିଲି ନିସ୍ତାରଟି ମୋହି। ଶ୍ରୀରାମ ସୈନ୍ୟଙ୍କ ବଳ ମୁଖେ ବର୍ଣ୍ଣନ ପାରେ ମୋର। ନାନା ବର୍ଣ୍ଣର ଭାଲୁ କପି ଅତି ଭୟଙ୍କର ପ୍ରତାପୀ। ବିକଟ ବଦନ ବିଶାଳ ଶରୀର ଅତି ଭୟଙ୍କର। ସେ ପଡ଼ିଥିଲେ ଲଙ୍କାପୁର ମାରିଣ ଅକ୍ଷୟ କୁମାର।
ତାପରି ବହୁ କପିଛନ୍ତି ସର୍ବେ ବଳିୟାର ଅଟନ୍ତି। ବିବିଧ ନାମଧାରୀ ବୀର କଠିନ ବିରାଳ ବିସାର। ବିପୁଳ ହସ୍ତି ବଳଧାରୀ ପ୍ରତାପୀ ବହୁ ନାମଧାରୀ। ଦ୍ୱିବିଧ ମୟଦ କୁମୁଦ ନଳ ନୀଳ ଗବ ଅଙ୍ଗଦ। ଦଧିମୁଖ ବିକଟାନନ କେଶରୀ ଜାମ୍ବବନ୍ତ ପୁଣ। ଏ ସୁଗ୍ରୀବର ତୁଲେଶରୀ କୋଟିଏ ଛନ୍ତି ତାଙ୍କ ପରି। ଶ୍ରୀରାମ ଦୟାରୁ ତାଙ୍କର ଶରୀରେ ଅନୁଳିତ ବଳ। ଶ୍ରବଣ ଯା ଶୁଣିଛି ମୋର ଶୁଣ ରାଜନ ଦଶ ଶିର। 18 ପଦ୍ମ ଯେ ବାନର ଶୟିନଛନ୍ତି ତା ମଧ୍ୟର। ଏମନ୍ତ ପ୍ରଭୁ କେହି ଜଣେ ବାନର ନାହିଁ ସେ ପ୍ରାଙ୍ଗଣେ। ତୁମ୍ଭଙ୍କୁ ସେ ନିଜ ନ ଜିଣିବ ଭୟଙ୍କର ରଣେ ହାରିବ। ପରମ କ୍ରୋଧ ଜର୍ଜରିତ ସମସ୍ତେ ଭିଡୁଛନ୍ତି ହାତ। ଶ୍ରୀରାମ ଆଜ୍ଞା ନ ଦିଅନ୍ତି ତାଙ୍କ ସୁଖକୁ ଚାହିଁଛନ୍ତି। ସର୍ବେ କହନ୍ତି ଆସିବାକୁ ସିନ୍ଧି ଜଳକୁ ଶୋଷିବାକୁ। କେ କହେ ସର୍ପ ମତ୍ସ୍ୟ ତୁଲେ ଉପାଡ଼ି ପର୍ବତକୁ ଜଳେ। ପିଙ୍ଗଳ ବାଟ ତିଆରି ବା ସିନ୍ଧୁ ଗର୍ଭକୁ ପୋତି ଦେବା। କହି କହନ୍ତି କ୍ରୋଧେ ଜଳି ରାବଣେ କରିଦେବା ଧୂଳି। ସହଜେ ଆଶଙ୍କା ମୋ ଏବେ ଗର୍ଜନ୍ତି ତର୍ଜନ୍ତି ସରବେ। ଗ୍ରାସ କରିବେ ଲଙ୍କାପୁରୀ ଜାଳିବେ ଏସବୁ ନଗରୀ। ବଳିଷ୍ଠ କପି ଭାଲୁ ବୀର ନେତା ତାଙ୍କ ରାମ ଠାକୁର। ଏକାକୀ କରି ସେ ସଂଗ୍ରାମ ଜିଣିବେ କୋଟି କାଳ ଜାଣ। ଶ୍ରୀରାମଙ୍କର ତେଜବନ୍ତ ବୁଦ୍ଧିର କଳନା ବାହାର। କୋଟିଏ ଶେଷ ଦେବ ବର୍ଣ୍ଣି ନ ପାରିବେଟି ତାହା ଜାଣି। ଏକଇ ସରରେ ଶୋଷିଣ ପାରନ୍ତି ସାଗରରୁ ପୁଣ। ବିଭୀଷଣକୁ ସେହି ବୀର ପୁଛନ୍ତି ବୁଦ୍ଧି ନୀତି ଧର। ସାଗରେ ତୀରେ ସେ ବୁଦ୍ଧିରେ ପ୍ରଥମାଗନ୍ତି ସିନ୍ଧୁଠାରେ। ଶୁଣ ହସି ଦୂତ ଆଗର କହଇ 10 ଶିର। ଥିଲାଟି ଏତେ ବୁଦ୍ଧି ଯେବେ ସାହା କିମ୍ପା ବାନର ତେବେ। ସହଜେ ଭାଲୁ ବିଭୀଷଣ ଶୁଣୁଛି ସେତା କଥା ମାନ। ସାଗର ସନ୍ନିଧକୁ ଆସି ଠାଣି ଦେଖାଇଅଛି ବସି। କାହିଁକି କରେ ବଡ଼ପଣ ମିଛୁଆ ସେହି ମୂଢ଼ ଜନ। ତାହାର ବୁଦ୍ଧିକୁ କଳିଲି ବଳର ପ୍ରମାଣ ଜାଣିଲି। ବୀରୁ ସେ ଅଜ୍ଞାନ ପାମର ବିଭୀଷଣ ମନ୍ତ୍ରୀ ଯାହାର। ତାହାର ବିଜୟ ବିଭୂତି ଊଣା ହୁଅଇ ନୀତି ପ୍ରତି। ଖଳ ବୁଦ୍ଧି ରାବଣ ବାଣୀ ଭ୍ରୋଷ ହୁଅଇ ଦୂତ ପୁଣି। ବାହାର କଲା ସେ ପତ୍ରିକା ଶେଷରେ ରାବଣକୁ ଦେଲା। ପତ୍ରିକା ରାମଙ୍କ ଅନୁଜ ମହାତେ ଦେଲେ ରକ୍ଷରାଜ। ପଢ଼ିଣ ହୃଦ ଶିର କର ରକ୍ଷା ହେଲେ ଲଙ୍କାପୁର। ହସିଣ ବାମ କରେ ପୁଣ ପତ୍ରକୁ ଧଇଲା ରାବଣ। ମନ୍ତ୍ରୀକୁ ଡକା ପକାଇଲା ତତ୍କ୍ଷଣ ପତ୍ର ପଢ଼ାଇଲା। ପତ୍ରରେ ଲେଖା ଅଛି ଯାହା ମନ୍ତ୍ରୀ ପଢ଼ି ଶୁଣାଏ ତାହା। ରେ ଶଠ ମୂର୍ଖ ରୁଷ ଈଶ ନ କର କୁଳ ବଂଶ ନାଶ। ରେ ମୂଢ଼ କଥାରେ ନ ମାତି ବେଳ ଥାଉଁ ତୁ ରୁହ ଚେତି। ଶ୍ରୀରାମ ବିରୋଧ ହୋଇଣ ନେଲେ ବ୍ରହ୍ମା ଶିବ ଶରଣ। ହରିବ ନିଶ୍ଚେତର ପ୍ରାଣ କେହି ନ ରଖିପାରେ ଜାଣ। ଗର୍ବ ମାନ ତେଜିଣ ତୁହି ରାମେ ଶରଣ ପଶ ଯାଇ। ଶ୍ରୀରାମ ଚରଣ ପଙ୍କଜ ଭ୍ରମର ପ୍ରାୟ ତୁହି ଭଜ। ତୋ ଭାଇ ସମ ହୁଅ ତୁହି ଶ୍ରୀରାମ ପଦ ହୃଦେ ଧାଇ। ନତୁବାରେ ରାକ୍ଷସ ଧାମ ଜାଳିବେ ତୋତେ ରାମ ବାଣ। ବହ୍ନି କୁଣ୍ଡେ ଶଲଭ ପରି ଜଳିବୁ ହୋଇ ହତ ଶିରି। ଆପେ ହୋଇଣ ଯିବୁ ନାଶ ଘେନି କୁଟୁମ୍ବ ନିଜ ବଂଶ। ଶୁଣିଣ ଭୟ ଉପୁଜିଲା ରାବଣ ଚିନ୍ତାରେ ବୁଡ଼ିଲା। ଅନ୍ତରେ ଭୟ ଥାଏ ତାର ହସଇ ଉପର ମନର। ରାକ୍ଷସ ମାନଙ୍କୁ ଶୁଣାଇ ଗରବେ ରାବଣ କହଇ। କଥାରେ ବହୁ ଆଡ଼ମ୍ବର ଦେଖରେ ଏବେ ତପସ୍ୱୀର। ଭୂମିରେ ପଡ଼ିଣ ମନୁଷ୍ୟ ରାବଣ ଛୁଇଁବି ଆକାଶ। ତେସନ ତପସ୍ୱୀ ଭାବଇ ଭୂମିରେ ପଡ଼ିଣ ମନୁଷ୍ୟ ରାବଇ ଛୁଇଁବି ଆକାଶ। ତେସନ ତପସ୍ୱୀ ଭାବଇ ବୃଥାଏ ଆଡ଼ମ୍ବର ଭାଇ। କହଇ ଦୂତ ଶୁଣ ନାଥ ସମସ୍ତ କଥା ଅଟେ ସତ୍ୟ। ଗରବ ଅହଙ୍କାର ତେଜ ମୋର ବଚନ ମନେ ହେଜ। ହେ ନାଥ ପରିହର କ୍ରୋଧ ଶ୍ରୀରାମ ନ କର ବିରୋଧ। ସମ୍ରାଟ ଅଖିଳ ଲୋକର ଅଟନ୍ତି ଶ୍ରୀରାମ ଠାକୁର। ତାଙ୍କର ଚରିତ ଉତ୍ତମ ପଶୁ ତୁ ତାଙ୍କର ଶରଣ। ସୁଦୟା କରିବେଟି ତୋତେ ଅପରାଧ ନ ଧରି କିଞ୍ଚିତେ। ଜନକ ସୁତାକୁ ତୁ ନେଇ ତାଙ୍କୁ ସମର୍ପି ଦୈତ୍ୟ ସାଇଁ। ଫେରାଅ ଜାନକୀ ତୁରିତ ଯହୁଁ କହିଲା ସେହି ଦୂତ। ଚରଣ ପ୍ରହାର କରିଲା ଦୂତ ଅଚେତ ଯେ ହୋଇଲା। କିଛି ସମୟରେ ଉଠିଲା ରାବଣେ ନମସ୍କାର କଲା।
ଯେଉଁଠି ରାମ ଦୟାଧର ଦୂତ ଚଳିଲା ସେହିଠାର। ଶ୍ରୀରାମ ପାଦେ ପ୍ରଣମିଲା ସବୁ ବୃତ୍ତାନ୍ତ ଶୁଣାଇଲା। ଶ୍ରୀରାମ କୃପା ବଳେ ସେହି ଦୈତ୍ୟ ସୁଗତି ଗଲା ପାଇ। ପୂର୍ବ ଜନ୍ମେ ଦୈତ୍ୟ ପୁଣି ଥିଲା ସେ ତପି ଜ୍ଞାନୀ ମୁନି। ଶାପ୍ୟ ଦେଲେ ଅଗସ୍ତ୍ୟ ମୁନି ସେହୁ ଲଭିଲା ଦୈତ୍ୟ ଯୋନି। ଶ୍ରୀରାମ ଚରଣ ସୁମରି ନିଜ ଆଶ୍ରମେ ଗଲା ଚଳି। 3 ଦିନ କାଳ ବିତିଲା ସିନ୍ଧୁ ବିନତି ନ ଶୁଣିଲା। କ୍ରୋଧେ କହିଲେ ପ୍ରଭୁ ତୁହି ଭୟର ବିନା ପ୍ରୀତି କାହିଁ। ଲକ୍ଷ୍ମଣ ବେଗେ ଆଣୁ ତୁହି ମୋହର ଧନୁର୍ବାଣ ଯାଇ। ଅଗ୍ନିଶରକୁ ମୁଁ ପେଶିବି ସାଗର ପରାଣ ତୋଷିବି। କୁଟିଳ ମାନବଙ୍କ ଠାର ବୃଥା ପୀରତି କରିବାର। ସଂସାରେ 60 ଜନ ତୁଲେ ବୃଥା ବିନୟ ବ୍ୟବହାରେ। ଜନ୍ମ କୃପଣ ତୁଲେ ବୃଥା କହିଲେ ବହୁ ନୀତି ଗାଥା। ଯଶୋଦାର ତମ ମମତାରେ ସମସ୍ତ ଜ୍ଞାନ ବୃଥା ତାରେ। ବୃଥା କ୍ରୋଧ ତୁଲେ ଜାଣ ସାମ୍ୟ ଭାବର ଉପାଖ୍ୟାନ। ଯେ ଜନ ସଦା କାମେ ରତ ବୃଥା ହରି କଥା ମୃତ। ଟାଙ୍ଗର ଭୂମି ପରେ ବୀଜ ବୁଣିବା ଅନୁଚିତ ହେବ। ଏତେ କହିଣ ରଘୁରାଣ ତାପରେ ବଢ଼ାଇଲେ ବାଣ। ଚାପ ଚଢ଼ାଇ ରଘୁବୀର ସନ୍ଧାନୀ ବିଶିଖ କରାଳ। ଉଦଧି ଅନ୍ତରେ ପ୍ରବଳ ଯାତନା ଉଠେ ବାରମ୍ବାର। ସମସ୍ତ ଉରଗ ମକର ମୀନ ଯେ ହୋଇଲେ ଆକୁଳ। ଆନ୍ତରେ ଜାଣିଲା ସାଗର ଜଳିବେ ନିଶ୍ଚେ ଜନ୍ତୁକୂଳ। ସିନ୍ଧୁ କନକ ଥାଳି ଧରି ଅନେକ ଧନ ରତ୍ନ ଭରି। ବିପ୍ର ରୂପରେ ପ୍ରବେଶିଲେ ନିଜ ପଣକୁ ସେ ତେଜିଲେ। ରମ୍ଭା ବୃକ୍ଷେ ଯତ୍ନ କରିଲେ ନ ହୁଏ ଫଳ ନ କାଟିଲେ। ନୀଚ ଜନ ସେହି ପ୍ରକାର ତାଡ଼ନାର ଦୋଷ କେବଳ। ବିନତି ନ ବୁଝନ୍ତି ଯେତେ ତାଡ଼ନା ବଶ ହୁଅନ୍ତି ତେବେ। ସଭୟେ ଶ୍ରୀପଦ ପୟର ଧରିଣ କହଇ ସାଗର। କ୍ଷମା କର କ୍ଷମା ସାଗର ଏବେ ସବୁ ଦୋଷ ମୋହର। କ୍ଷିତ ଜଳ ବହ୍ନି ଧରଣୀ ପବନ ପଞ୍ଚଭୂତ ପୁଣି। ଜଡ଼ ପଦାର୍ଥ ତତ୍ତ୍ୱ ପଞ୍ଚ ସହଜେ ଅତି ପର ପଞ୍ଚ। ତୁମ୍ଭରି ପ୍ରେରଣା ସଂସାରେ ଘେନିଣ ସୃଷ୍ଟି ପ୍ରକ୍ରିୟାରେ। ପଞ୍ଚବସ୍ତୁ ଏ ମାୟା ଭୂତ୍କୃତ ତୁମ୍ଭରି ମାୟା ଏ ଜଗତ। ଯାରେ ଆଜ୍ଞା ତୁମ୍ଭ ଯେ ମନ୍ତ ରହନ୍ତି ପୁଣି ଯେତେ ମନ୍ତ। ନିଜ ନିଜର ଅବସ୍ଥାରେ ରହି ସେ ଦୁଃଖ ଭୋଗ କରେ। ମୋତେ ଉତ୍ତମ ଶିକ୍ଷା ଦେଇ ତୁମ୍ଭର ମର୍ଯ୍ୟାଦା ରଖିଲ। ଢୋଲ ଶୂଦ୍ରର ଜଡ଼ ଜନ ପଶୁ ଆଉ ନାରୀ ଯେ ଜାଣ। ତାଡ଼ନା ବିନା 5 ଜଣ ନୁହନ୍ତି କେବେ ସୁଧାରିଣ। ତୁମ୍ଭରି ପ୍ରତାପରେ ମୁହିଁ ଶୁଷ୍କ ହେବି ଜଗତ ସ୍ୱାଇଁ। ପାରି ହୁଅନ୍ତି ସୈନ୍ୟଗଣ ଯାଉ ମୋ ସବୁ ବଡ଼ପଣ। ତୁମ୍ଭର ଆଜ୍ଞା ନ ମେଣ୍ଟାଇ ବେଦଶାସ୍ତ୍ରତା ଭାଷେ କହି। ତୁମ୍ଭର ଇଚ୍ଛା ପୂର୍ଣ୍ଣ ହୋଇ ଯାରେ କରିବେ ମହାବାହୁ। ଶୁଣିଣ ସାଗର ବିନତି ହସି କହନ୍ତି ସୀତାପତି। ଯେମନ୍ତ କପି ପାରି ହେବେ ସେହି ଉପାୟ କର ଏବେ। କର ଯୋଡ଼ିଣ କହେ ସିନ୍ଧୁ ଶୁଣନ୍ତୁ ପ୍ରଭୁ କୃପା ସିନ୍ଧୁ। ଋଷିଙ୍କ ବରେ ନଳ ନୀଳ ସେ 2 ଭାଇ ଭାଗ୍ୟଶୀଳ। ତାଙ୍କର ହସ୍ତ ସ୍ପର୍ଶ ହେଲେ ତୁମ୍ଭର ପ୍ରତାପର ଫଳେ। ବିକାଳ ବିଶାଳ ଶୈଳେ ଭାସିବେ ସାଗର ସଲିଳେ। ମୁଁ ପୁଣି ପ୍ରତାପ ତୁମ୍ଭର ଧରିଣ ହୃଦୟେ ମୋହର। ସହାୟ ହୋଇବି ମାର୍ଗରେ ପ୍ରଭୁ ମୁଁ ବଳ ଅନୁସାରେ। ଏମନ୍ତ ସାଗର ବନ୍ଧାଇ ତ୍ରିପୁରେ ଯଶୋରଖ ଯାଇ। ଯେ ବାଣ କରିଛ ସନ୍ଧାନ ବୃଥା ନହିବ ସେହି ବାଣ। କର ସୁଦୟା ମୋର ପତି ଆହେ ଅଯୋଧ୍ୟା ନରପତି। ଉତ୍ତରେ ଛନ୍ତି ଯେତେ ଖଳ ସେ ବାଣେ ହୁଅନ୍ତୁ ସଂସାରେ। ସାଗର ବିନତିକୁ ଶୁଣି ଶ୍ରୀ ରଘୁକୁଳ ଚୂଡ଼ାମଣି। ତାର ହୃଦରୁ ପୀଡ଼ା ଦୂର ହରିଲେ କ୍ଷଣେ ଚାପ ଧର। ରାମଙ୍କ ବଳ ଅତୁଳିତ ଦେଖି ସିନ୍ଧୁ ହେଲା ପୂରିତ। ସର୍ବବୃତ୍ତାନ୍ତ ଜଣାଇଲା ବନ୍ଦୀ ପୟର ସେ ଚଳିଲା। ଶୁଣିଣ ସାଗର ବଚନ ରାମ ହୋଇଲେ ତ ସମନ। ଶ୍ରୀରାମ ନାମ ମାଳା କରି ସାଗର ଗଲେ ନିଜ ପୁରୀ। ଏକଥା କଳିମଳ ହର ଯେ କରେ ନିଜ କଣ୍ଠହାର। ରଚଇ ଶ୍ରୀ ତୁଳସୀ ଦାସ ଶ୍ରୀରାମ ପଦେ କର ଆସ। ସୁଖଦ ସଂଶୟ ହରଣ ଦୁଃଖକୁ କରେ ବିନାଶନ।
ଆରେ ମୂରୁଖ ଶଠ ମନ ସକଳ ଆଶାକୁ ତେଜିଣ ଗାଓ ଶୁଣି ଦିବସ ରାତି ଏ ପୁଣ୍ୟ ରାମାୟଣ ଗୀତି ସକଳ ସୁମଙ୍ଗଳ ଦାତା ଏ ଭବେ ରାମାୟଣ କଥା ସାଦରେ ଯେ ଜନ ଶୁଣଇ ସେ ଭବ ସିନ୍ଧୁକୁ ତରଇ ବୋଇତ ଲୋଡ଼ା ନାହିଁ ତାର ହୁଅଇ ପାରି ପାରାବାର ଉଚ୍ଚ ସର୍ବଦା ରାମ ନାମ ଦଣ୍ଡିବ ନାହିଁଟି ସମନ ପାରି ହୋଇବୁ ଭବ ସିନ୍ଧୁ ଉଚ୍ଚ ଶ୍ରୀ ରଘୁକୁଳ ଇନ୍ଦୁ। ଇତି ଶ୍ରୀ ସୁନ୍ଦରାକାଣ୍ଡ ସମାପ୍ତ।